हाय हेलो नमस्ते। आशा करूची भले ଥିବେ ସମସ୍ତେ। ତ ଫାଷ୍ଟ ଅଫ ଅଲ୍ ଆମ ଓଡିଆ ଭାଇ ବନ୍ଧୁ ମାନଙ୍କୁ ଜୟ ଜଗନ୍ନାଥ। ଜୟ 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 ଜଗନ୍ନାଥ। ଜଗନ୍ନାଥ ଜଗନ୍ନାଥ। ଗଦାଧର, ଜୟ ଜଗନ୍ନାଥ ଦେବପ୍ରିୟ। ଜୟ ଜଗନ୍ନାଥ। ଷ୍ଟାର୍ଟ କରିବା ଆଜିର ଆଉ ଗୋଟେ ନୂଆ ଭିଡିଓ। ସେଇ ପୁରୁଣା ଟପିକ, ପୁରା ଚର୍ଚ୍ଚିତ ଟପିକକୁ ନେଇ କି ଇଣ୍ଡିଆ ଅଷ୍ଟ୍ରେଲିଆ ୱାନ୍ ଡେ। ଏବେ ତ ଇଣ୍ଡିଆ ୱେଷ୍ଟଇଣ୍ଡିଜ କଣ୍ଟିନ୍ୟୁ ଚାଲିଛି ଟେଷ୍ଟ, ଯୋଉଟା କି ଚାରିଟାରୁ 10 ତାରିଖରୁ ଆଉ ଗୋଟେ ଟେଷ୍ଟ, ସେକେଣ୍ଡ ଟେଷ୍ଟ ଷ୍ଟାର୍ଟ ହେଇଯିବ। ବାକି ଇଣ୍ଡିଆ ଅଷ୍ଟ୍ରେଲିଆ ଓଡିଆଇ ସ୍କ୍ୱାଡ ଆନାଉନ୍ସ ହେଇସାରିଛି, ଯୋଉଟାରେ କି ରୋହିତ ଶର୍ମାଙ୍କୁ କ୍ୟାପ୍ଟେନସିପ ରୁ ହଟାଇ ଦିଆଯାଇଛି। ମୁଁ ତ କହିବିନି କି ତାଙ୍କୁ ଏମିତି ଅଡିଏନ୍ସ ମାନେ ୟଙ୍ଗଷ୍ଟର ମାନଙ୍କ ଭଲ ପାଇଁ କି ବିରାଟ କୋହଲି ରୋହିତ ପ୍ରେଜେଣ୍ଟ ସେମିତି ନାହିଁ। କ୍ଲିୟର କଥା ଏଇଟା, ରୋହିତ ଶର୍ମାଙ୍କୁ ହଟେଇ ଦିଆଯାଇଛି କ୍ୟାପ୍ଟେନସିପ ରୁ। ଆଉ ଇଣ୍ଡିଆ ତାଙ୍କ ସ୍କ୍ୱାଡ ଆନାଉନ୍ସ କରିସାରିଛି ଫର ଓଡିଆଇ ମ୍ୟାଚ୍ ଇଣ୍ଡିଆ ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସ୍କ୍ୱାଡ ମେ ବି ଆନାଉନ୍ସ ହେଇନି, କିଛି ଦିନ ଭିତରେ ଆସିଯିବ। ହେଇସାରିଛି। ହେଇସାରିଛି। ବହୁତ ଆଚ୍ଛା ସରି, ଓଡିଆଇ ଆଣ୍ଡ ହେଇସାରିଛି T20 ରେ ସରିଯାଇଛି, ଅଷ୍ଟ୍ରେଲିଆ କରିଦେଇଛି। ହେଇସାରିଛି ଟି20। Yes, yes. ଓକେ, ହେଇଯାଇଛି। ତ ଆମେ ଷ୍ଟାର୍ଟ କରିଦବା ତାହେଲେ ସ୍କ୍ୱାଡ ରୁ। ଇଣ୍ଡିଆ ୱେଷ୍ଟଇଣ୍ଡିଜ ଫାର୍ଷ୍ଟ ମ୍ୟାଚ୍ ଟା ଟିକେ ସେଇଟା କହିଦବା। ଦେବପ୍ରିୟ କହିଦବ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଫାର୍ଷ୍ଟ ମ୍ୟାଚ୍ ର ସ୍କୋର କାର୍ଡ ଟା ଟିକେ ଖାଲି କହିଦିଅ, କେତେ ରନ୍ ରେ ଜିତିଛି। ତ ନୋ ଡାଉଟ କି ୱେଷ୍ଟଇଣ୍ଡିଜ ପୁରା ୱାନ୍ ସାଇଡେଡ, ମାନେ ଇଣ୍ଡିଆ ୱାନ୍ ସାଇଡେଡ ୱେଷ୍ଟଇଣ୍ଡିଜ ହରେଇଛି। ଯେହେତୁ ୱେଷ୍ଟଇଣ୍ଡିଜ ଏବେ ଟିକେ ଡାଉନ ଆଡେ ଚାଲିଛି, କି ଏତେ ଗ୍ରୋ କରିପାରୁନି, ତ ଇଣ୍ଡିଆ ୱାନ୍ ଆଉ ସାଇଡେଡ ଗୋଟେ ଭାବରେ ୱେଷ୍ଟଇଣ୍ଡିଜ ଜିତିଛି। ହଁ, ସେଟା ତ ଗୋଟେ ତ କଥା। ଆଉ ଗୋଟେ କଥା ବି, ଯେ ୱେଷ୍ଟଇଣ୍ଡିଜ ଟିମ୍ ଯୋଉଟା କି ଯାଇଥିଲା ନେପାଳ ସହିତ T20 ସିରିଜ ଖେଳିବା ପାଇଁ, ତ ହୁଁ ହୁଁ ନେପାଳ ଠୁ ହୁଁ ବି ହୁଁ ସେମାନେ ହାରି ଯାଇଛନ୍ତି। ତ ଏଟା ହଁ, ଆକ୍ଚୁଆଲି ନେପାଳ ନେପାଳ ଠାରୁ ପାଇଁ ହାରିକି ଗୋଟେ ଆସିଛନ୍ତି। ମାନେ ଗୋଟେ ଟପ୍ ପରଫର୍ମାନ୍ସ ଥିଲା। ଗୋଟେ ଟେଷ୍ଟ ନେସନ ଏଗେନଷ୍ଟ ସେମାନେ ଫାର୍ଷ୍ଟ ଟାଇମ ପାଇଁ ଜିତିଲେ T20 ସିରିଜ। ତ ହୁଁ ଯାହାକୁ ବି ଆମେ ହୁଁ ନେପାଳ ଟିମ୍ କୁ ଆକ୍ଚୁଆଲି କଂଗ୍ରାଚୁଲେଟ କରିବା କଥା। ବାକି ୱେଷ୍ଟଇଣ୍ଡିଜ ଟିମ୍ ର ଯୋଉ ଡାଉନଫଲ ଟା ଚାଲିଥିଲା, ସେଟା ଏବେ ସମସ୍ତଙ୍କ ଆଗକୁ ଆସିସାରିଛି ଅଲରେଡି। ଆମେ ଯେତେ ବି କହିପାରିବା ଯେ ୱେଷ୍ଟଇଣ୍ଡିଜ ଟିମ୍ ରେ ବହୁତ ପାୱାର ହିଟର ଅଛନ୍ତି। ପୋଲାର୍ଡ ହେଇଗଲେ, ରସେଲ ହେଇଗଲେ, ନାରିନ୍ ହେଇଗଲେ, କାହିଁ ଯୋଉ ସିମରନ ହେଟମାର ହେଇଗଲେ, କି ନିକୋଲସ ପୁରନ ହେଇଗଲେ। ବଟ ହେଲେ ଫିର ବି ନା ଫିର ବି ମାନେ ଆଜ ଏ ଦେବପୁର ପାୱାର ୟୁନିଟ। ହିଟର ଥିଲେ। ହଁ, ନାଇଁ ଏବେ ବି ଯଦି ଆମେ କହିବା, ଏବେ ବି ଅଛନ୍ତି। ବ୍ରେଣ୍ଡନ କିଙ୍ଗ ହେଇଗଲା, ରୋମାନ ପାୱେଲ ହେଇଗଲା, ଆଉ ରିସେଣ୍ଟଲି ନିକୋଲସ ପୁରାଣ କି ସେମରନ ଆକ୍ଚୁଆଲି ହେଟମାର। ବହୁତ ଯେମିତି ମାନେ ବହୁତ କଣ୍ଟ୍ରୋଭର୍ସିଆଲ ସିଚୁଏସନ କ୍ରିଏଟ ହେଲା ତାଙ୍କ ଭିତରେ, ହଁ, ହଁ। ଯୋଉଥିପାଇଁ ବ୍ରାଭୋ, ପୋଲାର୍ଡ ଏମାନେ ସବୁ ଛାଡିବାକୁ ବାଧ୍ୟ ହେଲେ। ୟେସ୍, ୟେସ୍। ଯୋଉଟା କି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ପାଇଁ ଠିକ ନଥିଲା, ଯୋଉଟା କି ଫଳ ହଁ, ଏବେ ବାହାରୁଛି, ଏବେ ଆସୁଛି ତା ବାସ୍। ରେଜଲ୍ଟ ଟା। ମାନେ ସେଇଠୁ ଆକ୍ଚୁଆଲି ଏମିତି ମାନେ ଡାଉନଫଲ ଷ୍ଟାର୍ଟ ହେଇଥିଲା। ଡାଉନଫଲ ମୁଁ ତ ଷ୍ଟାର୍ଟ ହେଇଥିଲା କହିବି ଆକ୍ଚୁଆଲି। ଗୋଲ୍ଡେନ ଏରା ଥିଲା ଏତେ ଯେତେବେଳେ ବି ଡାରେନ ସାମି ଡାରେନ କ୍ୟାପ୍ଟେନ ସାମି, ଥିଲେ ବାସ୍। ଡାରେନ ସାମି ୱାର୍ଲଡ କପ୍ ୱିନର କ୍ୟାପ୍ଟେନ। ଦି ଥର। ତା ସହିତ ପୁଣି କ୍ରିସ୍ ଗେଲ୍, ୟୁନିଭର୍ସ ବସ୍। ନାଇଁ ଭାଇ ସେ ଆକ୍ଚୁଆଲି ତାଙ୍କ ଫିସ୍ ପଛ ବଗେରାକୁ ନେଇକି ୱେଷ୍ଟଇଣ୍ଡିଜ ଟିମ୍ ତ ଯିବାନି, ପଛ ତ ହୁଁ ୱେଷ୍ଟଇଣ୍ଡିଜ ଟିମ୍ ଗୋଟେ ଡର ଥିଲା ସବୁ ଇଣ୍ଟରନ୍ୟାସନାଲ ୟେସ୍। କ୍ରିକେଟରୁ। ଯଦି ଏବେକାର ୱେଷ୍ଟଇଣ୍ଡିଜ ଟିମ୍ କୁ ଆମେ ଆସିବା, ଏବେକା ୱେଷ୍ଟଇଣ୍ଡିଜ ଟିମ୍ ରେ କ୍ରିସ୍ ଗେଲ୍, ମାନେ ଏଇ ରିସେଣ୍ଟ ପାଷ୍ଟର ରିସେଣ୍ଟ ଏରା। ହଁ, ବ୍ରାଭୋ, ହଁ ରିସେଣ୍ଟ ପାଷ୍ଟର ହଁ, ବ୍ରାଭୋ, ପୋଲାର୍ଡ, ସାମି, ସିମନ୍ସ, ନିକୋଲସ ପୁରନ ନ୍ୟୁ ନ୍ୟୁ ଆସିଥିଲା ସେ ଟାଇମ ରେ। ମାନେ ହଁ। କାହାକୁ ମାନେ ଗୋଟେରୁ ଗୋଟେ ଅଧିକ, ସୁନୀଲ ନାରିନ ଗୋଟେ ଅଲରାଉଣ୍ଡର, ବେଷ୍ଟ ଅଲରାଉଣ୍ଡର। ବେଷ୍ଟ ମାନେ ଅଲରାଉଣ୍ଡର। ରସେଲ, ଆନ୍ଦ୍ରେ ରସେଲ। ବାକି ଏବେ ତ ଇଣ୍ଡିଆର ଏ ଟିମ୍ ବି ଏ ୱେଷ୍ଟଇଣ୍ଡିଜ ଟିମ୍ କୁ ହରେଇଦବ, ଯେମିତି ପରଫରମାନ୍ସ ସେମିତି ଜଣା ପଡୁଛି। ହଁ, ୱିଦାଉଟ୍ ଏନି କଣ୍ଟେଷ୍ଟ ରେ ୱେଷ୍ଟଇଣ୍ଡିଜ 4 ନମ୍ବର ଦିନ ନେଇ ହିଁ ପାରୁ ଟେଷ୍ଟ ଇଣ୍ଡିଆ ଏଗେନଷ୍ଟ ରେ। ୟେସ୍। 3 ନମ୍ବର ଦିନରେ ହିଁ ହାରି ଯାଉଛି। ଇଏ ଗୋଟେ ପୁଣି ତା ପାଇଁ ଗୋଟେ ହାରାସମେଣ୍ଟ। ୱେଷ୍ଟଇଣ୍ଡିଜ ଜିତିବା ତ ଛାଡ, ୱେଷ୍ଟଇଣ୍ଡିଜ ଏଇନା ଏଇ ଚକ୍କରରେ ପଡିଛି କି ମୁଁ କେମିତି ଇଣ୍ଡିଆ ଏଗେନଷ୍ଟ ରେ 4 ନମ୍ବର ଦିନ ଟେଷ୍ଟ ନେବି। ଚତୁର୍ଥ ଦିନ ଯାଉ ହିଁ ନାହିଁ ଟେଷ୍ଟ। ନାଇଁ ଆଉ ଇଣ୍ଡିଆ ଗୋଟେ ଯାଇଥିଲା କାରଣ ୱେଷ୍ଟ ହଉଛି, କେତେ ଆଉ ହଁ ଗୋଟେ ଭଲ କାରଣ ହଉଛି ମାନେ ଇଣ୍ଡିଆରେ ମାନେ ଆମର ଟେଷ୍ଟ ଚାମ୍ପିଅନସିପ ଫାଇନାଲ କଣ ପାଇଁ ହଉନି ନା, ଅଲମୋଷ୍ଟ ମାନେ 4 ଡେ କୁ ଯାଉନି ଖେଳ ଟେଷ୍ଟ ମ୍ୟାଚ୍। ନା ମାନେ ସେଟା ରିଜିନ ସେମିତି ଯେତେବେଳେ ନୁହଁ, ସେମିତି ନୁହଁ, ସେମିତି ରିଜିନ ନୁହଁ। ସେମିତି ଆକ୍ଚୁଆଲି ନୁହଁ, ସେଟା ସିଚୁଏସନ ଉପରେ ଡିପେଣ୍ଡ କରେ। ହଁ, ଯଦି ଇଣ୍ଡିଆ ଅଷ୍ଟ୍ରେଲିଆ, ଇଣ୍ଡିଆ ପୁଣି ଇଂଲଣ୍ଡ ଯାଇଥିଲା, ପୁଣି ସବୁ ମ୍ୟାଚ 5 ଦିନରେ ଖେଳ ହେଇଛି ନା ନାଇଁ। ଖେଳ ହେଇଛି ପୁଣି ବାସ୍। କମ୍ପିଟିସନ ଦେଇଛି ନା ନାଇଁ, ଇଣ୍ଡିଆ ପୁଣି ଭଲ କମ୍ପିଟିସନ ନାଇଁ ଦେଇଛି ନା ନାଇଁ। ରିସେଣ୍ଟଲି ସିଏ ଯୋଉ ଟାଇମ ଗୋଟେ ମୁଭମେଣ୍ଟ କୁ କେବେ ବି ଡିସିସନ, ମାନେ ଗୋଟେ ମୁଭମେଣ୍ଟ କୁ ଇଏ କରି କେବେ ବି ଆମେ ଡିସିସନ ନେଇପାରିବାନି। ଯେମିତି କି ହଁ, 2023 ୱାର୍ଲଡ କପ୍ ମ୍ୟାଚ ହେଇଥିଲା,
ତ ସେମିତି ହଉ ପ୍ରୀତି, ତ ମୁଁ ଭାବୁଛି ଅଲରେଡି ତ ଫାର୍ଷ୍ଟ ଟେଷ୍ଟ ସରିଯାଇଛି, ଆଉ କାଲିଠୁ ମାନେ 10 ତାରିଖରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସେକେଣ୍ଡ ଟେଷ୍ଟ ଷ୍ଟାର୍ଟ ହେଇଯିବ। ତ ଫାର୍ଷ୍ଟ ଟେଷ୍ଟର ଆମେ ଯେହେତୁ ଭିଡିଓ କରିପାରିନଥିଲେ କାହିଁକି ନା ବହୁତ ଦଶହରାରେ ଆମେ ସରିଯିବ। ବୁଲି ଯାଇଥିଲୁ। 12 ତାରିଖରେ ସରିଯିବ, 10 ତାରିଖ ଆରମ୍ଭ 12 ତାରିଖରେ ସରିଯିବ। ସରିଯିବ। ତ ତ ଏତେ ତାପରେ ଆଉ ହଁ, ତ ଏ ସିରିଜ ଟା ଆକ୍ଚୁଆଲି ଏତେ ମାନେ ଇଣ୍ଟରେଷ୍ଟିଂ ଚାଲୁନି। ଗ୍ରାଉଣ୍ଡରେ ଦର୍ଶକ ମାନେ ବି ନାହାନ୍ତି, ମାନେ ପୁରା ଫାଙ୍କା ଗ୍ରାଉଣ୍ଡ ପଡିଛି। ଷ୍ଟାଡିୟମ ଯଦି ଆମେ ଦେଖିବା ଆକ୍ଚୁଆଲି ଫାଷ୍ଟ ଏଇଟା ଗୋଟେ ମ୍ୟାଚରେ। ବଡ ପ୍ରୋବ୍ଲେମ, ଗ୍ରାଉଣ୍ଡରେ ଦର୍ଶକ ହଁ, ମାନ ନାହାନ୍ତି ମାନେ ଟେଷ୍ଟ ମ୍ୟାଚ ପାଇଁ ନୁହଁ, ଏଇଟା ଆକ୍ଚୁଆଲି ଏଇ ଦି ଜଣ ପାଇଁ, ଏଇ ଦି ଜଣ ପାଇଁ ବାସ୍। ପ୍ରପର ହଁ, ଆକ୍ଚୁଆଲି ଆମ ହେଲା। ଦର୍ଶକ ଭାବୁଥିବେ ଯେ ଆମ ପଛରେ ଯୋଉ ବ୍ୟାକଗ୍ରାଉଣ୍ଡ ଚେଞ୍ଜ ହେଇଯାଇଛି, ତ ତା ପଛର କାରଣ ମୁଁ କହିଦେବାକୁ ଚାହୁଁଛି ଯେ ଆଜିର ଆମର ଯୋଉ ହଟ୍ ଟପିକ ଅଛି, ଆଉ କିଛି ସମୟ ପରେ ଆମେ ଯୋଉ ବିଷୟରେ ଆଲୋଚନାଟା କରିବା, ସେଇ ଆଲୋଚନାଟା ହଉଛି ଏଇ ଦି ଜଣଙ୍କ ବିଷୟରେ। ଅଲରେଡି ଆମେ ଗୋଟେ ଟପିକ ରେ ମାନେ ଏଇ ଦି ଜଣଙ୍କ ବିଷୟରେ ଅଲରେଡି ଗୋଟେ ଆଲୋଚନା କରିସାରିଛେ। ଆପଣ ମାନେ ମୁଁ ଆକ୍ଚୁଆଲି ଭିଡିଓର ଡେସକ୍ରିପସନରେ ସେ ଭିଡିଓଟାକୁ ପିନ୍ କରିଦେବି, ଯାହା ଦ୍ୱାରା କି ଆପଣ ମାନେ ଦେଖିପାରିବେ, କିମ୍ବା ଆଇ ବଟନ ସେଟାକୁ ପିନ୍ କରିଦେବି। ତ ଯାହା ଦ୍ୱାରା ଆମେ ଅଲରେଡି ରୋହିତ ଶର୍ମା ବିରାଟ କୋହଲିର ଫ୍ୟୁଚର କ୍ରିକେଟ ବିଷୟରେ ଆମେ ଅଲରେଡି ଗୋଟେ ଡିସ୍କସନ କରିସାରିଛେ। ବଟ୍ ଫିର ବି ଆମେ କରିବା କାହିଁକି ନା ରିସେଣ୍ଟଲି ବହୁତ ଗୋଟେ କଣ୍ଟ୍ରୋଭର୍ସି ଷ୍ଟାର୍ଟ ହେଇଯାଇଛି, ଯେହେତୁ ରୋହିତ ଶର୍ମାର କ୍ୟାପ୍ଟେନ୍ସି କୁ ହଟିଲା ପରେ ତାକୁ ନେଇ ଆମେ ବେଶୀ କରିବା। କଣ୍ଟ୍ରୋଭର୍ସି ଦେବପ୍ରିୟ ଷ୍ଟାର୍ଟ ହେଇଛି ଯୋଉ ଇଭେଣ୍ଟ, ବେଶୀ କଣ୍ଟ୍ରୋଭର୍ସି ଷ୍ଟାର୍ଟ ହେଇଛି ଦେବପ୍ରିୟ ଯୋଉ ଇଭେଣ୍ଟ ରେ କିଏ ରୋହିତ ଶର୍ମା ଆସିଥିଲେ ସିଏଟ ର ଇଭେଣ୍ଟ, ଇଭେଣ୍ଟରେ ବାସ୍। ସେଇଠି ସେ ଯୋଉ ଷ୍ଟୋରିଟା ମୁଁ କହିବି ବାସ୍ ଆଗକୁ, ହଁ ହଁ ସେଇଥିପାଇଁ ବେଶୀ ଏବେ ଷ୍ଟାର୍ଟ ହେଇଛି କଣ୍ଟ୍ରୋଭର୍ସି, ବହୁତ ସାରା ଜିନିଷ କ୍ରିଏଟ ହଉଛି, ହବାଟା ସ୍ୱାଭାବିକ ହିଁ ଥିଲା। ହଁ ମାନେ ମୁଁ ତ ଏମିତି ଠିକ ଅଛି, ଆମେ ଡିସ୍କସନ କରିବା ଆଗକୁ ସେ ଟପିକ ଏବେ ପରେ, ମୁଁ କହୁଛି ସେଥିଲାଗି ସେ ଟପିକ ଏବେ ଷ୍ଟାର୍ଟ କରିବାନି। ଏବେ ବାସ୍। ମୁଁ ଭାବୁଛି ୱେଷ୍ଟଇଣ୍ଡିଜ ଇଣ୍ଡିଆର ଫାର୍ଷ୍ଟ ଟେଷ୍ଟ ର ହଁ ଟିକେ ଖାଲି ସ୍କୋର କାର୍ଡ ଟା ଓଭରାଲି କିଏ ମ୍ୟାନ ଅଫ ଦ ମ୍ୟାଚ ଏମିତି ହଁ କିଛି ହଁ ମାନେ ସ୍କୋର କାର୍ଡ ବଗେରା କହିଦିଅ, ତାପରେ ପଳେଇବା ଠିକ ଅଛି। ଆମ ଟପିକ। ତ ଫାଷ୍ଟ ମ୍ୟାଚରେ ପ୍ରୀତିଶ ଆଉ ଦେବପ୍ରିୟ, ଆଉ ଗୋଟେ ପ୍ରୀତିଶ ଆଉ ଗୋଟେ ଦେବପ୍ରିୟ କଥା କି ଗୋଟେ କଥା, ଟିକେ ଆକ୍ଚୁଆଲି ଫାଷ୍ଟ ମ୍ୟାଚ ର ମାନେ କିଛି ସର୍ଟରେ ମୁଁ କହିବାକୁ ଯାଉଛି, ଯେମିତି ଆମ ଟ୍ରିପଲ ସେଞ୍ଚୁରୀ 3 ଜଣ ଥିଲେ, ମାନେ କେଏଲ ରାହୁଲ ଭଲ ସ୍କୋର କରିଥିଲେ, ଆଉ ଧ୍ରୁବ ଜୁରେଲ ବି 100 ମାରିଥିଲେ, ଆଉ ଆମର ରବୀନ୍ଦ୍ର ଜାଡେଜା ବି ସାର୍ 100 ମାରିଛନ୍ତି। ସାର୍ ରବୀନ୍ଦ୍ର ଜାଡେଜା ସାର୍ ସାର୍ ରବୀନ୍ଦ୍ର ଜାଡେଜା ଅବଶ୍ୟ ବୋଲିଂ ରେ ବି ଡିପାର୍ଟମେଣ୍ଟରେ ବି ରବୀନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି, ତ ସେଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାନ ଅଫ ଦ ମ୍ୟାଚ ମ୍ୟାଚ ମିଳିଛି। ଆଉ ଗୋଟେ ଭଲ ମୁଭମେଣ୍ଟ ଥିଲା ଆମର ଯୋଉ ଧ୍ରୁବ ଜୁରେଲ, ମାନେ ବଲ୍ ଟିକୁ ଯୋଉ ଧରିଥିଲେ, ମାନେ ସିଏସକେ ବହୁତ ଡିଷ୍ଟାନ୍ସ ରେ ବଲ୍ ଟି ଟ୍ରାଭେଲ କରୁଥିଲା, ବଟ୍ ସେ ଯେତେବେଳେ ସ୍ଲିପ୍ ପାଖକୁ ଯେତେବେଳେ ଗୋଟେ ବଲ୍ ଟା ଆସୁଥିଲା, ସେ ଯେତେବେଳେ ପୁରା ଡାଇଭ୍ ମାରିକି ବଲ୍ ଟିକୁ ଧରିଥିଲେ, ତ ସେଇଟା ଗୋଟେ ବେଷ୍ଟ ମୁଭମେଣ୍ଟ ଥିଲା। ଓକେ। ସ୍ଲିପ ବେଷ୍ଟ ମୁଭମେଣ୍ଟ, ନୋ ଡାଉଟ ଭାଇ, ମାନେ ସେ କିପିଂ ତ ଧ୍ରୁବ ଜୁରେଲ ଠିକ ଠାକ। ଅଲମୋଷ୍ଟ ସେକେଣ୍ଡ, ଦେଖ ଗୋଟେ ଜିନିଷ ହଉଛି କଣ, ଦେଖ ଧ୍ରୁବ ଜୁରେଲ ଗୋଟେ ଏମିତି ପ୍ଲେୟାର, ଦେଖ ଅଲମୋଷ୍ଟ ଇଣ୍ଡିଆରେ ଏବେ ଫାଷ୍ଟ କିପର ହଉଛି ରିଷଭ ପନ୍ତ, ତ ସବୁବେଳେ ଧ୍ରୁବ ଜୁରେଲ ମାନେ ଟେଷ୍ଟ ପାଇଁ କହୁଛି, ୱାନ୍ ଡେ ପାଇଁ ଠିକ ଅଛି ଆମେ କେଏଲ ରାହୁଲ କନସିଡର କରୁଛେ, ବାକି ଟେଷ୍ଟରେ ଆମେ ଫାଷ୍ଟ ଆମେ ନଉଛେ ରିଷଭ ପନ୍ତକୁ, ଆଉ ଧ୍ରୁବ ଜୁରେଲ ଗୋଟେ ଏଇ କଥାଟା ମୁଁ ଏବେ ଏଇ କଥା ତତେ ପଚାରିବାକୁ ଚାହୁଁଛି କି ଏବେ ଯୋଉ ଓଡିଆଇ ସିରିଜ ହବ, ଇଣ୍ଡିଆ କେଏଲ ରାହୁଲ ଫାଷ୍ଟ କିପର କନସିଡର କରିବ? ହଁ ଡେଫିନେଟଲି, କେଏଲ ରାହୁଲ ଆଜି କିପର ନବ? ଡେଫିନେଟଲି। ମତେ ତ କାହିଁ ଲାଗୁନି। ନାଇଁ ଦେଖ ମୁଁ ପ୍ରୀତିଶ ମାନେ 100% ସିଓର ତ ନୁହଁ, ବଟ୍ ଡେଫିନେଟଲି ମତେ ଲାଗୁଛି କି ଯେମିତି ଆମର 2023 ୱାର୍ଲଡ କପ୍ ଥିଲା, କେଏଲ ରାହୁଲ ୱିକେଟ କିପର ଥିଲା, ତ ସେମିତି ହିଁ ହବ। କୋଚ୍ କିଏ ଥିଲେ 2000 23 ର? କୋଚ୍ ଥିଲେ ରାହୁଲ ରାହୁଲ ଦ୍ରାବିଡ, ଦ୍ରାବିଡ। ବଟ୍ ଏବେ ଗୌତମ ଗମ୍ଭୀର, ଦେଖାଯାଉ କଣ ହଉଛି। ଏବେ ଆମେ ଟି20 ଫର୍ମାଟ ପାଇଁ ଆମେ ଭାବି ଯାଇଥିଲେ କି ଅର୍ଷଦୀପ ସିଂ ଯେମିତି ହେଲେ ଡେଫିନେଟଲି ଖେଳିବ, ବଟ୍ ଅର୍ଷଦୀପ ସଞ୍ଜୁ ସିଂ ସାମସନ ନଥିଲେ କିପର ରହିବ। ଏସିଆ କପ ରେ। ବାସ୍, ସଞ୍ଜୁ ସାମସନ ସରି, ସଞ୍ଜୁ ସାମସନ ଓପନିଂ କରିବ। ଏବେ ସେ ମେରା ହିଁ ଷ୍ଟାର୍ଟ ହେଇଛି, ତ ସେଇ ଜିନିଷ ଡିସ୍କସନ କରିବା ଡେଫିନାଇଟଲି ତ। ଇନଡେଫିନାଇଟ ଦେବବ୍ରତ ଥିଙ୍ଗ ହବ। ଟିକେ ମୁଁ ଗୋଟେ କଥା ଦେବବ୍ରତ କହିବି। ମତେ ଟିକେ କହିଦିଅ, ସ୍କୋର କାର୍ଡ ଟା ଟିକେ କହିଦିଅ, ଇଣ୍ଡିଆ ହଁ, ସ୍କୋର କାର୍ଡ ଟା କହିଦିଅ। ନାଇଁ ଗୌତମ ଗମ୍ଭୀର ଏରାରେ ଡେଫିନାଇଟଲି ଇନଡେଫିନାଇଟ ଥିଙ୍ଗସ ହିଁ ହବ, ଯୋଉଟା ଆମେ ଭାବିନଥିବା ସେଇ ଜିନିଷଟା ହିଁ ହବ। ଯେମିତି ରିସେଣ୍ଟଲି କଣ୍ଟ୍ରୋଭର୍ସି ଆସିଗଲା କି 3ଟା ଫର୍ମାଟ ରେ ସେମ୍ କ୍ୟାପ୍ଟେନ୍ସି କରିବା ପାଇଁ, ତ ସେଟା ହୁଁ। ଆମେ ପରେ ଡିସ୍କସନ କରିବା। ତ ଫାଷ୍ଟ ଆରେ ଭାଇ ମୁଁ କହିବା କଥା, ଏବେକା 3ଟା ଫର୍ମାଟ ର ମାନେ 3ଟା ଫର୍ମାଟ ରେ ଏମିତି କୋଉ ହଁ 2ଟା କି 3ଟା ପ୍ଲେୟାର ନାଁ କୁହ ଯିଏ 3ଟା ଫର୍ମାଟ ଖେଳୁଛନ୍ତି? ସେଇଆ
लॉर्ड हर्षित राणा वन एंड ओनली प्लेयर नहीं कैप्टन कैप्टन हाँ ସୁମନ ଗିଲ୍ कैप्टन भी ଅଛନ୍ତି ନା ओके तो ତ ମୋ फास्ट କହିବା କଥା ଶୁଭମନ ଗିଲ୍ ଠିକ ଅଛି ଶୁଭମନ ଗିଲ୍ କି ଯଦି ଇଣ୍ଡିଆ ତା କ୍ୟାପ୍ଟେନ ହିସାବରେ ଦେଖୁଛି ଠିକ ଗୋଟେ ଟାଇମ ରେ ମୁଁ କହୁଛି ମହେନ୍ଦ୍ର ସିଂ ଧୋନି 10 ବର୍ଷ ଟିମକୁ ଚଲେଇ ଆସିଛନ୍ତି ମୁଁ ବାରମ୍ବାର ଧୋନିର କଥା କହୁଛି ଏଥିଲାଗି କି 10 ବର୍ଷ ସେ ଟିମକୁ ମାନେ ଅନଡାଉଟଲି ୱାନ୍ ହ୍ୟାଣ୍ଡଲି ଚଲେଇକି ଆସିଛନ୍ତି କିଛି ବି କଣ୍ଟ୍ରୋଭର୍ସି ହଉନଥିଲା ସେବେ କଣ୍ଟ୍ରୋଭର୍ସି ହଉ ବି ନଥିଲା ଉଠୁ ବି ନଥିଲା ସେ ଚଲେଇ ଆସିଛି ଭାଇ ଯୋଉଟା ମାନିବାକୁ ବି ପଡିବ ଆମ ସମସ୍ତଙ୍କୁ ଏବେ ଯୋଉ ସ୍ପ୍ଲିଟ କ୍ୟାପ୍ଟେନ୍ସି ଏମିତି କ୍ୟାପ୍ଟେନ୍ସି ଫାଷ୍ଟ ସ୍ପ୍ଲିଟ କ୍ୟାପ୍ଟେନ୍ସି ବହୁତ ଆସିଲା ତାପରେ ଏବେ ଆସିଲା କିନ୍ତୁ ୱାନ୍ କ୍ୟାପ୍ଟେନ୍ସି ପୁଣି ପୁରୁଣା ପାଇଁ हाँ କି ତିନିଟା ଫର୍ମାଟ କି ଆଇଦର ରେଡ ବଲ ଗୋଟେ ହ୍ୱାଇଟ ବଲ ଗୋଟେ ବାକି ହ୍ୱାଇଟ ବଲ ତ ଗୋଟେ ରହୁନାହାନ୍ତି ତ ନୋ ଡାଉଟଲି ସୂର୍ଯ୍ୟ କୁମାର ଯାଦବ ବି ଏବେ ତା କ୍ୟାପ୍ଟେନ ପୋଜିସନ ବଞ୍ଚିବା ପାଇଁ ହିଁ ଖେଳୁଛି ମତେ ଏମିତି ଲାଗିଲାଣି हाँ କାହିଁକି ନା ପରଫମାନ୍ସ ହିଁ ଆସୁନି ତ ହଁ ସେ ସେଇ ହଁ କ୍ୟାପ୍ଟେନ ଯେହେତୁ ଗୌତମ ଗମ୍ଭୀର କୋଚ୍ ଅଛି ମୁଁ ତ କହୁଛି ଗୌତମ ଗମ୍ଭୀର ଫେଭରାଇଟ ପ୍ଲେୟାର ହିଁ ଟିମରେ ରହୁଛି ଜାଗା ହସିତା ଜାଗା ସବୁ ଫର୍ମାଟରେ ବନୁ ହିଁ ନାହିଁ बनू नहीं टेस्ट तो नो डाउटली टोटली ଭାଇ नो ଯଦି ସୁମନ ଗିଲ୍ କୁ ଯଦି ତମେ ୱାନ୍ ଡେ ରେ କ୍ୟାପ୍ଟେନ କରିପାରୁଛ ଟେଷ୍ଟ ରେ କ୍ୟାପ୍ଟେନ କରିଦଉଛ ଟେଷ୍ଟ ଫର୍ମାଟ ମାନେ ୱାନ୍ ଅଫ ଦ କ୍ରୁସିଆଲ ଫର୍ମାଟ ମାନେ ମୁଁ ଭାବୁଛି बस କ୍ରିକେଟ बस बस ଟେଷ୍ଟ ଫର୍ମାଟ ତ ସେମ କଥା ହିଁ ମୁଁ କହୁଛି କି ଏମିତି କରିବା କଥା ନୁହଁ ସୂର୍ଯ୍ୟ କୁମାର ଯାଦବକୁ କ୍ୟାପ୍ଟେନସି ଦେଇକି ତା ପରଫମାନ୍ସ ଦେଖ ଏମିତି ବି ବହୁତ କ୍ୟାପ୍ଟେନ ଅଛନ୍ତି ଯୋଉ କ୍ୟାପ୍ଟେନ ମାନେ କ୍ୟାପ୍ଟେନସିପ ପାଇବା ପରେ ତାଙ୍କ ପରଫମାନ୍ସ ଡାଉନ ହେଇଯାଇଛି ହେଲା प्रीतिश हमें ବିରାଟ एक्चुअली କୋହଲି ଅଲଗା हमें ବିରାଟ କୋହଲି ଏମଏସ୍ ଧୋନି ଅଲଗା କାପାବିଲିଟିରେ ଥିଲେ ଏମଏସ୍ ଧୋନି ତ ବନିଥିଲା ଗୋଟେ ଲିଡର ପିସ୍ ଆଉ ବିରାଟ ନୋ କୋହଲି ଡାଉଟ ନୋ ଡାଉଟ ସିଏ ଗୋଟେ ମାନେ ହାର୍ଡ ୱାର୍କର अंडर 19 ରୁ ସେ ଏକ୍ସପିରିଏନ୍ସ ନେଇକି ଆସୁଛି ହଁ କିଏ ବିରାଟ କୋହଲି ନା ଏମଏସ୍ ଧୋନି କଥା କହୁଛୁ ତ ନାଇଁ ନାଇଁ ବିରାଟ କୋହଲି अंडर ବିରାଟ କୋହଲି 19 ରୁ କଥା ବିରାଟ କୋହଲି ହଁ ଏକ୍ସପିରିଏନ୍ସ ନେଇକି ବିରାଟ କୋହଲି ଆସିଛି ତ ନା ହଁ ବିରାଟ କୋହଲି ହାର୍ଡ ୱାର୍କର ନା ତ ମାନେ ସିଏ ତା ପରଫମାନ୍ସକୁ ସେ କଣ୍ଟିନ୍ୟୁ ରଖିଛି ତାଠୁ ପୁଣି ତା ଡାଉନ ଫଲ୍ ବି ଆଇଲା ତାର କ୍ୟାପ୍ଟେନସିରେ ବାସ୍ ପ୍ରେସର ସିଏ ବି ଆସିଲା ଡାଉନ ଫଲ୍ ବି ଦେଖିବାକୁ ପଡିଲା ତ ସୂର୍ଯ୍ୟ କୁମାର ଯାଦବର ପରଫମାନ୍ସ ମାନେ ନମ୍ବର ୱାନ୍ ଟି20 ବ୍ୟାଟର ଗୋଟେ ଟାଇମରେ ଥିଲା ପରଫମାନ୍ସ ଯୋଉ ଟାଇମରେ ସୂର୍ଯ୍ୟ କୁମାର ଯାଦବ ଖେଳୁଥିଲା ତ ଏଇଟା କ୍ୟାପ୍ଟେନସିର ପ୍ରେସର ନୋ ଡାଉଟ କ୍ୟାପ୍ଟେନସିର ପ୍ରେସର ସବୁ ହିଁ ଜାଣିଛନ୍ତି ଯେତେ ଲୁଚେଇଲେ କିଛି ପ୍ରୋବ୍ଲେମ ନାହିଁ ଏବେ ତ ଏମିତି ବି ବହୁତ ଜଣ କହିଲେଣି ଏବେ ସୂର୍ଯ୍ୟ କୁମାର ଯାଦବ ତା କ୍ୟାପ୍ଟେନସି ବଞ୍ଚିବା ପାଇଁ ଖେଳୁଛି ଠିକ ନା ତ ଏ ସିଚୁଏସନ କ୍ରିଏଟ କରିବାକୁ କାହିଁକି ଯାଉଛନ୍ତି ଟିମରେ ଏ ସିଚୁଏସନ କ୍ରିଏଟ କରିବା ବିଲକୁଲ ବି ଠିକ ନୁହଁ ଗୋଟେ ଟାଇମରେ ମାନେ ସେମ କଣ୍ଡିସନ ସେମ ଗୌତମ ଗମ୍ଭୀର କହୁଥିଲେ କି ଟିମ ରୁ ଏମିତି ବାହାର କରିଦେଲେ ସେମିତି ବାହାର କରିଦେଲେ ବହୁତ କଣ୍ଟ୍ରୋଭର୍ସି ଗୋଟେ ପ୍ଲେୟାର କେବେ ମ୍ୟାଚ ଦେଇନି ଆରେ ଭାଇ ସେମ ଜିନିଷ ମୁଁ କହିବାକୁ ଚାହୁଁଛି ଗୋଟେ ପ୍ଲେୟାର ତ ମ୍ୟାଚ ଥାଏ ନା ତ ଏବେକା ଟାଇମରେ ରୋହିତ ନାଇଁ ଶର୍ମା ବିରାଟ କୋହଲି ତ ଦି ଜଣ ଲିଜେଣ୍ଡ ନାଇଁ ନାଇଁ ପ୍ରୀତିଶ ଏଇଟା ତ ଆକ୍ଚୁଆଲି ସେଇ କଥା ହେଇଗଲା ନା ଇଲେକ୍ସନ ଆଗରୁ ସମସ୍ତେ ଡିଣ୍ଡୋରା ପିଟନ୍ତି ଆମେ ଏଇଆ କରିଦବୁ ଆମେ ସେଇଆ କରିଦବୁ କିନ୍ତୁ ହଁ ଯେତେବେଳେ ସରକାରକୁ ଆସନ୍ତି ପାର୍ଟି ବଦଲ ଲିଆ ସାଲା ନାଇଁ ନାଇଁ ଦେଖ କଥା ଗୋଟେ ଜିନିଷ ହଉଛି ନୋ ଡାଉଟ ସୁମନ ଗିଲ୍ ଯୋଗ୍ୟ ମାନେ ଆଜ ଏ ୟଙ୍ଗ ମାନେ ୟଙ୍ଗ ସମସ୍ତେ ଚାହାନ୍ତି କି ଗୋଟେ କ୍ୟାପ୍ଟେନ୍ସିର ୟଙ୍ଗ କ୍ୟାପାବିଲିଟି ଅଛି ହଁ କ୍ୟାରିୟରରୁ କ୍ୟାପ୍ଟେନ୍ସି କଲେ ମାନେ ଯେମିତି ଧୋନି ଯେମିତି ଆସିଥିଲା ତ ଟିକେ ୟଙ୍ଗ କ୍ୟାରିୟରରୁ ସେ ହିଁ ଯେମିତି କ୍ୟାପ୍ଟେନ୍ସି ଷ୍ଟାର୍ଟ କରିଥିଲା ଆଉ ଇଣ୍ଡିଆକୁ ମାନେ ବହୁତ ଟ୍ରଫି ଯାଇଥିଲା ତ ଠିକ ଅଛି ବଟ୍ ଅଲଗା ଯୋଉମାନେ ଆମର କି ପ୍ଲେୟାର ମାନେ ଅଛନ୍ତି ଏବେ ଯେମିତି ଦେଖ ରୋହିତ ଶର୍ମା ଥିଲେ ତ କ୍ୟାପ୍ଟେନ ତାକୁ ହରେଇ ମାନେ ତାର କ୍ୟାପ୍ଟେନ ହଟେଇ ଦେଲେ ସୂର୍ଯ୍ୟ କୁମାର ଯେମିତି ତାର ଭଲ ପରଫମାନ୍ସ ଦଉଥିଲା ବଟ୍ ଏବେ ଯେତେବେଳେ ମାନେ ସେ ଗୋଟେ ତା ମାଇଣ୍ଡରେ ଆସିବନି ନା ମୋ କ୍ୟାପ୍ଟେନ୍ସି ନେଇଯିବେ ସୁମନ ଗିଲ୍ କୁ ପ୍ରିଫର କରୁଛନ୍ତି କାରଣ ନୋ ଡାଉଟ ଏବେ ଅବଭିୟସଲି ପୁରା ମାନେ କ୍ଲିୟର ହେଇଗଲା କି ସୂର୍ଯ୍ୟ କୁମାର ଯାଦବ କୁ ସେମାନେ କନସିଡର କରିବେନି ମେ ବି ଯୋଉ ଆମର T20 ଫ୍ୟୁଚରରେ ୱାର୍ଲଡ କପ୍ ଯେତେବେଳେ ଆସିବ ନା ମୁଁ ତ ନା ତାର ଭାବୁଛି ପରଫମାନ୍ସ ଟା ୱାର୍ଲଡ କପ୍ ଯାଏ ତ ତ କରିବ ପରଫମାନ୍ସ ଟା ପରଫମାନ୍ସ ଉପରେ ଅନଡାଉଟେଡଲି ଡିପେଣ୍ଡ କରେ ପରଫମାନ୍ସ ଉପରେ ନାହିଁ ସେଇ କଥା କହିବାକୁ ଚାହୁଁଥିଲି ସୂର୍ଯ୍ୟ କୁମାର ଯାଦବ ଚାନ୍ସ ପାଉଛି ଖାଲି ଗୌତମ ଗମ୍ଭୀର ପାଇଁ କି ଗୌତମ ଗମ୍ଭୀର ଫେଭରାଇଟ ପ୍ଲେୟାର ହଉଛି ସୂର୍ଯ୍ୟ କୁମାର ଯାଦବ ଯେହେତୁ ଟିକେ କୋଲକାତାରେ ସାଙ୍ଗ କେକେଆର ହେଇ କୋଟାରେ ଖେଳୁଥିଲେ ଥିଲା କୋଲକାତାରେ ସାଙ୍ଗ ହେଇ ଖେଳୁଥିଲେ ନା ତ ହଁ ସୂର୍ଯ୍ୟ କୁମାର ଯାଦବ ଗୌତମ ଗମ୍ଭୀର ପସନ୍ଦ କରେ ବାକି ମୁଁ ସେ କଥା କହିବାକୁ ଚାହୁଁନି ଶୁଭନ ଗିଲ୍ ବି ଯେମିତି ଗୌତମ ଗମ୍ଭୀର ଗୋଟେ ଦେଖ ଟାଇମ ପାଇଁ କେକେଆର ଗଦାଧର ପାଇଁ ତୁ ଖେଳୁଥିଲା କହିଲୁ କି ନାଇଁ ଗଦାଧର ଯେମିତି ତୁ କହିଲୁ କି ମାନେ କ୍ୟାପ୍ଟେନ୍ସି ୟଙ୍ଗଷ୍ଟର ନେଲେ ଭଲ ମୁଁ ମନା କରୁଛି ସୁମନ ଗିଲ୍ କ୍ୟାପ୍ଟେନ୍ସିରେ ମନା ହିଁ କରୁନି ବାକି ଏମିତି କରିବାର ଅଛି ଟିମ୍ କେହି ବି ଯେମିତି ଡାଉଟ କରିବେନି କି ଇଏ ମୋ ପରଫମାନ୍ସ ଯଦି ମୁଁ ନଦେଲି ମୁଁ ଟିମରୁ ବାହାରିଯିବି ବାସ୍ କି ପରଫମାନ୍ସ ନ କରି ଏମିତି କରିଦେବି କି ସିନିୟର ପ୍ଲେୟାର ମାନଙ୍କ ସହିତ ବିରାଟ କୋହଲି ମାନେ ରୋହିତ ସିଧା ସିଧା ଶର୍ମାର ଅରା ହଁ ବିରାଟ କୋହଲି ରୋହିତ ଶର୍ମାର ଅରା ମାନେ ପ୍ରେସର ହ୍ୟାଣ୍ଡେଲ କରିବା ଆଉ ପରଫମାନ୍ସ ମଧ୍ୟ ତାକୁ ଇକ୍ୱାଲିଟି କରିବା ପାଇଁ ଏବେକା କେହି ଟିମରେ ନାହାନ୍ତି ଆଉ ବିରାଟ କୋହଲି ଫିଟନେସ ନା କେତେ ଇକ୍ୱାଲ କେହି ବି ନୁହନ୍ତି ମୁଁ ଯେତେ
ଇଭେନ୍ ଇଭେନ୍ ଏବେ ଶୁଭମନ ଗିଲ୍ ନା ସବୁଠୁ ଫିଟ୍ ପ୍ଲେୟାର, ରବୀନ୍ଦ୍ର ଜାଡେଜା ବିରାଟ କୋହଲି ଫିଟନେସ୍ ସାଙ୍ଗରେ ମାନେ ଟଚ୍ ଅପ୍ କରିବା ପାଇଁ ଏବେ ଟିମରେ କେହି ନାହିଁ। କେହି ନାହାନ୍ତି। ତାକୁ କୋଉ ବେସିକରେ ବସା ହେଇଛି ଏଇଟା ମୁଁ ବି ଜାଣିପାରି। ବିରାଟ କୋହଲି ପରଫରମାନ୍ସ କମ ଥିଲା କି? ପରଫରମାନ୍ସ ଯୋଉ ଷ୍ଟେଜରେ କମ ଥିଲା ସେଇ ଷ୍ଟେଜରେ ବିରାଟ କୋହଲି ଖେଳି ଆସିଲା, ସବୁ ମ୍ୟାଚ୍ ଖେଳି ଚାଲିଲା, କଣ୍ଟ୍ରୋଭର୍ସି ପରେ ଏମିତି ଖେଳି ଚାଲିଲା। ଯେତେବେଳେ ପରଫରମାନ୍ସ ଟା ପିକ୍ କୁ ଆସିଲା କି ପିକ୍ କୁ ଆସି ପହଞ୍ଚି ଯେତେବେଳେ ବିରାଟ କୋହଲି ପରଫରମାନ୍ସ ଦଉଛି, ରୋହିତ ଶର୍ମା ପରଫରମାନ୍ସ ଦଉଛି, ସେଇ ଟାଇମରେ ବସେଇବାର ଏଇଟା ଭୁଲ ଡିସିସନ ଥିଲା। ନୋ ଡାଉଟ୍ ତମେ ଆଗକୁ ଦେଖ, ଦିଟା ପ୍ଲେୟାରକୁ ଚେଞ୍ଜ ବସେଇ ଦେଇକି ଏକାଥରେ ଟିମକୁ ଆଗକୁ ଦେଖେଇଦେଲେ ସେମିତି ଟିମ୍ ସକ୍ସେସ୍ କେବେ ବି ହେଇପାରିବନି। ନା ଏଇ ସେମ୍ ଏସିଆ କପରେ ପାକିସ୍ତାନ ଏଗେନ୍ଷ୍ଟ ତ ପେଟେଇ ପଡିଥିଲା ନା ଟିମ୍। ତିଲକ ବର୍ମା ନକ୍ ନଥିଲେ ଟିମ୍ ତ ଭର ହେଇଥିଲା ନା, ପେଟି ପଡିଥିଲା ନା ପରେ ନାଇଁ। ହେଇଥିଲା ବାସ୍ ଭାଇ ଦିଟା ଟିମ୍ ମାନେ MS ଧୋନି କଣ କରିଥିଲା? MS ଧୋନି ନିଜେ କ୍ୟାପ୍ଟେନ୍ସି ହଟିଲା, ନିଜେ ମାନେ ୟଙ୍ଗଷ୍ଟରକୁ ଚଲେଇଥିଲା। କିଛି ବର୍ଷ ସେ ନିଜେ ରହିକି ଚଲେଇକି ତାପରେ ୟଙ୍ଗଷ୍ଟର ପଢିଥିଲେ। MS ଧୋନି ବି ଯେତେବେଳେ କ୍ୟାପ୍ଟେନସିପ ନେଇଥିଲା ସେଇ ଟାଇମରେ ସବୁ ସିନିୟର ଥିଲେ। ସିନିୟର ଅଣ୍ଡରରେ ଇଏ ବଢିକି ପରଫରମାନ୍ସ ୱାଇଜ ସବୁ ମାନେ ସିଚୁଏସନ ୱାଇଜ ଇଏ ଗ୍ରୋ କରୁଥିଲା। ତ ଏମିତି ଟିମକୁ ନେଇକି ଯଦି ଗୌତମ ଗମ୍ଭୀର ଭାବିବ କି ମୁଁ ଏକଲା ସବୁ କରିଦେବି, କେବେ ବି ହବନି, ଆଉ କେବେ ଗୋଟେ ବି କଥା, ହବନି। MS ଧୋନି ନାଇଁ ଅଣ୍ଡରରେ ଆଉ ଯୋଉ ଗୋଟେ କଥା ହଉଛି 2011 ବଦଳ ଟିକେ 2011 ୱାର୍ଲଡ କପ୍ ଯୋଉ ଜିତିଥିଲା ଇଣ୍ଡିଆ MS ଧୋନି କ୍ୟାପ୍ଟେନ୍ସି ଅଣ୍ଡରରେ, ଯଦି ଆମେ ଦେଖିବା ବହୁତ ୟଙ୍ଗଷ୍ଟର ଆଉ ମାନେ ଏକ୍ସପିରିଏନ୍ସ ପ୍ଲେୟରଙ୍କର ଗୋଟେ ମାନେ ମିଳିତ ଭାବରେ କମ୍ବିନେସନ ଥିଲା। ହଁ କମ୍ବିନେସନ ଥିଲା ଟିମରେ। ସଚିନ ତେନ୍ଦୁଲକର, ସେମ୍ କଥା ମୁଁ ବୀରେନ୍ଦ୍ର କହୁଛି ସେହୱାଗ ନା। ତ ହେଇଗଲା, ଏମିତି ୟଙ୍ଗଷ୍ଟର ନାହିଁ କି ହିସାବରେ ବିରାଟ ବିନା କୋହଲି ବି ୱିଦାଉଟ୍ ହେଇଗଲା। ଏକ୍ସପିରିଏନ୍ସ, ବାସ୍ ନା ନା ବାସ୍ ୱିଦାଉଟ୍ ଏକ୍ସପିରିଏନ୍ସ ଏଇ ଇଣ୍ଡିଆ ଟିମ୍ ଟା ଏବେ ବି ମୁଁ କହିବିନି କି ୱିଦାଉଟ୍ ଏକ୍ସପିରିଏନ୍ସ ବାଲା ଟିମ୍। ଇଏ ବି ଏମାନେ ବି 3 4 ବର୍ଷ ଖେଳି ସାରିଲେଣି କ୍ରିକେଟ, ହୁଁ, ସେ କଥା ନୁହଁ। ବାକି ମାନେ ମେଲବୋର୍ନ ବାଲା ମ୍ୟାଚ୍ ମୁଁ କହୁଛି ହଁ କି ଆମର ଯୋଉ କଣ ଏଇଟା ଇଣ୍ଡିଆ ଅଷ୍ଟ୍ରେଲିଆ ମ୍ୟାଚ୍ ଯୋଉଟା ଥିଲା T20 ୱାର୍ଲଡ କପ୍ ରୋହିତ ଶର୍ମା 94 ମାରିଥିଲା। ହଁ ହଁ। ତ ଫାଇନାଲ ବି ଏମିତିକା ଆମେ ଯଦି ମ୍ୟାଚ୍ ରେ କନସିଡର କରିବା ଏଗେନ୍ଷ୍ଟ ସାଉଥ ଆଫ୍ରିକା। ହଁ ବଡ ବଡ ମ୍ୟାଚ୍ ରେ ବଡ ପ୍ଲେୟାର ହିଁ କାମରେ ଲାଗିବେ। ବାସ୍ ହୁଁ ବାସ୍ ଆଉ ସେଇଠୁ ହିଁ ୟଙ୍ଗଷ୍ଟର ମାନେ ଶିଖିବେ। ଆଉ ହୁଁ, ଏଇ ଦି ଜଣଙ୍କର ପରଫରମାନ୍ସ ଏତେ ବି କମ ନାହିଁ କି ଆକୁ ବସେଇ ଦେଇକି ୟଙ୍ଗଷ୍ଟର ମାନଙ୍କୁ ଚାନ୍ସ ଦେବା ଯାହା ହବ ଦେଖାଯିବ। ଏମାନେ ବାସ୍ ପରଫରମାନ୍ସ ଦଉଛନ୍ତି, 100 ରୁ 100% ଦଉଛନ୍ତି। ତ ତାଙ୍କ ପରଫରମାନ୍ସକୁ ୟୁଟିଲାଇଜ କରିବାର ଏବେ ଅଛି। ଆଉ ତାଙ୍କୁ ମାନେ ସଚିନ ତେନ୍ଦୁଲକର ଏଇଟା ଗୋଟେ ଇଣ୍ଡିଆନ କ୍ରିକେଟର ହାର୍ସ ରିଆଲିଟି ହଉଛି, ସଚିନ ତେନ୍ଦୁଲକର ପରେ କେହି ସେତିକି ମାନେ ସମ୍ମାନ ପାଇକି ରିଟାୟାର ନେଇନାହାନ୍ତି ପାଇନାହାନ୍ତି ଆଜି ବାସ୍ ପର୍ଯ୍ୟନ୍ତ। ହଁ, ହଁ। ହେଲା, ସବୁ କେବଳ ହଲ୍ ସଚିନ ପେପର ତେନ୍ଦୁଲକର ହିଁ ଡିକ୍ଲେୟାର ପାଇଛି। କରିଦେଇଛନ୍ତି। ହଁ। ତ ମୁଁ ତ ଚାହୁଁଛି, ଜେନ୍ୟୁନଲି ଚାହୁଁଛି ବିରାଟ କୋହଲି ରୋହିତ ଶର୍ମା ତାଙ୍କ ମର୍ଜିରେ ଯାଆନ୍ତୁ। ଆଉ ଗୋଟେ ଆଉ ଖୁସିରେ ହିଁ ଆଉ ଗୋଟେ ଏତେ ପ୍ରୀତି, ଏତେ ବର୍ଷ ଇଣ୍ଡିଆ ଟିମକୁ ତାଙ୍କ କାନ୍ଧରେ ବୋହିଛନ୍ତି, ସେଇଟା ତାଙ୍କ ଖୁସିରେ ବି ଇଣ୍ଡିଆ ଟିମ୍ ତାଙ୍କୁ ବିଦା କରୁ। ଏମିତି ନାହିଁ କି କଣ୍ଟ୍ରୋଭର୍ସି ଇଏରେ ଆ ଭିତରେ ଆମର ଦେବପ୍ରିୟ ବହୁତ ଜିନିଷ ଚେଞ୍ଜ ହେଇଯାଇଛି। ସେ ବିଷୟରେ ଚେଞ୍ଜ ଗପିଲେ ଆହୁରି 10 ମିନିଟ୍ ଲାଗିବ। ଟେଷ୍ଟ ହବ ଟିକେ ଇଣ୍ଡିଆ ୱେଷ୍ଟଇଣ୍ଡିଜ ର ହାର ଜିତ ଫାଷ୍ଟ ମ୍ୟାଚ୍ ରେ କହିଦିଅ, ହଁ ଫାଷ୍ଟ ଟେଷ୍ଟ ର, ତାପରେ ଷ୍ଟାର୍ଟ ଓକେ କରିବା ଷ୍ଟୋରି। ଓକେ ଓକେ। ତ ଫାଷ୍ଟ ମ୍ୟାଚରେ ଯେମିତି ଆମେ ତ ସମସ୍ତେ ଜାଣିଲେ ଯେ ବହୁତ ବୋରିଂ, ବୋରିଂ ଇନ ଦ ସେନ୍ସ କି ମାନେ ଦେଖିବାକୁ ଏତେ ଇଏ ଆସୁନଥିଲା, ମଜା ଆସୁନଥିଲା। ବୋରିଂ ହିଁ ଥିଲା, ବଟ୍ ବୋରିଂ ହଁ, ହିଁ ଥିଲା, ୱାନ୍ ସାଇଡ୍ ଥିଲା, ୱାନ୍ ବୋରିଂ ହିଁ ଥିଲା। ସାଇଡେଡ ସରି ଇନସାଇଡେଡ ନୁହଁ, ୱାନ୍ ସାଇଡେଡ ଥିଲା ମ୍ୟାଚ୍, ଯୋଉଟା କି ଇଣ୍ଡିଆ ଗୋଟେ ଇନିଂସ ଆଉ 140 ରନରେ ଜିତି ଯାଇଛି। ତ ଟସ୍ ଜିତିକି ବହୁତ ପ୍ରଥମେ ବଡ ତ ମାର୍ଜିନ ୱେଷ୍ଟଇଣ୍ଡିଜ, ଟେଷ୍ଟରେ ହଁ ଟସ୍ ଗୋଟେ ଜିତିକି ଇନିଂସ ପ୍ରଥମେ, 140 ବହୁତ। ଭାଇ ବହୁତ, ହଁ ଟସ୍ ଜିତିକି ପ୍ରଥମେ ୱେଷ୍ଟଇଣ୍ଡିଜ ବ୍ୟାଟିଂ ନେଇଥିଲା ଆଉ କଣ୍ଡିସନ ର ଠିକ ଭାବରେ ୟୁଜ କରିବା ପାଇଁ ଚାହିଁଥିଲା, ବଟ୍ ଇଣ୍ଡିଆନ ବୋଲର ତାଙ୍କୁ କରିବାକୁ ଦେଇନଥିଲେ, ଯାହାକି 162 ରେ ଅଲ୍ ଆଉଟ୍ ହେଇଯାଇଥିଲେ। ଆଉ ତା ପ୍ରତିବାଦରେ ଭାରତୀୟ ଟିମ୍ 448 ରେ 5ଟା ୱିକେଟ ହରେଇକି ଡିକ୍ଲେୟାର କରିଦେଇଥିଲା। ଏବଂ ଆମର ପୁଣି ବୋଲର ମାନଙ୍କର ଚମତ୍କାର ଦେଖିବାକୁ ମିଳିଥିଲା, 146 ର ଅଲ୍ ଆଉଟ୍ ଗୋଟେ ଇନିଂସ ଆଉ 140 ରନରେ, ଯେମିତି ମୁଁ ପ୍ରଥମରୁ କହିସାରିଛି। ସେକେଣ୍ଡ ୱେଷ୍ଟଇଣ୍ଡିଜ ଇନିଂସରେ ଜିତିଗଲା, ରବୀନ୍ଦ୍ର ଜାଡେଜା ସେକେଣ୍ଡ ଇନିଂସରେ ରବୀନ୍ଦ୍ର ଜାଡେଜାକୁ କେହି ଟଚ୍ ହିଁ କରିପାରିଲେ, ଟଚ୍ କରିପାରିଲେନି। ମାନେ ଏମିତି ବୋଲିଂ ଥିଲା। ଆଉ ସମସ୍ତେ ଆମର ଯେମିତି ଜାଣିଥିବା କି ମହମ୍ମଦ ସିରାଜ, ସିରାଜ ଲର୍ଡ ଭାଇ ସାର୍ ଭିଭ୍ ସିରାଜ, ଭାଇ 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 7ଟି ୱିକେଟ। ସିରାଜକୁ, ଭାଇ ସତ କଥା କହୁଛି, ସିରାଜକୁ ସାଲ୍ୟୁଟ ଦେବା କଥା। ଇଂଲଣ୍ଡରେ 5ଟା ମ୍ୟାଚ ବୋଲିଂ ଖେଳିଲା, ବୋଲିଂ ପୁରା ମେସିନ। ଟପ୍ ପରଫରମାନ୍ସ। ଭାଇ ଯଦି ଆମେ ବ୍ୟାଟିଂରେ ରନ୍ ମେସିନ ବିରାଟ କୋହଲିକୁ କହିବା, ତ ବୋଲିଂ ମେସିନ ଆକ୍ଚୁଆଲି ମହମ୍ମଦ ସିରାଜ କହିବା କଥା। ମହମ୍ମଦ ସିରାଜ, କାରଣ ଭାଇ ଦେଖ ଜସପ୍ରୀତ ବୁମରାକୁ ଯଦି ଜଣେ ମାନେ ଟେଷ୍ଟରେ ଗୋଟେ କମ୍ବିନେସନ ଦରକାର, ଭଲ କମ୍ବିନେସନ, ତ ନୋ ଡାଉଟଲି ମହମ୍ମଦ ସିରାଜ। ମହମ୍ମଦ ସିରାଜ, ସାମି କିଛି ଇଏ ପାଇଁ ସାମି ଆଉ ଇଶାନ୍ତ ଶର୍ମା ଥିଲେ, ଯଦି ଆମେ ପ୍ରିଭିୟସ କିଛି ବର୍ଷ ଦେଖିବା ଟେଷ୍ଟରେ। ବଟ୍ ସାମି ସିରାଜ, ସରି ସାମି ଆଉ ଇଶାନ୍ତ ଶର୍ମା ସହ ମାନେ ପାଦରେ ପାଦ ମିଶେଇକି ଚାଲୁଥିଲା ସିରାଜ। ଯେତେବେଳେ କୋଭିଡ ଟାଇମରେ ୱେଷ୍ଟଇଣ୍ଡିଜ ସିରିଜରେ ମାନେ
ଆମ ପାଖରେ ପ୍ଲେୟର କମ ପଡି ଯାଇଥିଲେ ବଟ୍ ସେତେବେଳେ ସିରାଜର ସେଟା ଡେବ୍ୟୁ ସିରିଜ ଥିଲା ଆଉ ଗୋଟେ ମ୍ୟାଚ୍ ପରେ ସିଏ ମାନେ ଫାଷ୍ଟ ବୋଲିଂ ର ଲିଡରସିପ ଭାବରେ ଠିଆ ହେଇଥିଲା ତ ସେଟା ସମସ୍ତେ ଜାଣିଛନ୍ତି ସିରାଜର ମାନେ ମେହନତ କେତେ ଆରସିବି ପାଇଁ ଆସିଥିଲା ଫାଷ୍ଟ ତ ଏସଆରଏସ୍ ଟିମ୍ ରେ ଖେଳୁଥିଲା ଆଇପିଏଲ ତାପରେ ଆରସିବି ପାଇଁ ଆସିଥିଲା ଏବେ ଜିଟି ପାଇଁ ଖେଳୁଛି ତ ଭାଇ ସେ ଆକ୍ଚୁଆଲି ମେହନତ କରିବାରେ ସିଏ ଟପ୍ ଓକେ ଠିକ ଅଛି ତ ଫାଷ୍ଟ ମ୍ୟାଚ୍ ବୋରିଂ ହିସାବରେ ଗଲା ଗ୍ରାଉଣ୍ଡ ରେ ଦର୍ଶକ ବେଶୀ ନଥିଲେ ତ ଦେଖାଯାଉ ସେକେଣ୍ଡ ମ୍ୟାଚ୍ କାଲିଠୁ ଷ୍ଟାର୍ଟ ହଉଛି ତ ସିରାଜ କଥା ଦେବପ୍ରିୟ ମୁଁ କହୁଥିଲି କି ଗଦା ସିରାଜ କୁ ଆଉ ଗୋଟେ ନାଁ ବି ଆମେ ଦେଇପାରିବା ଆମ ଏଣ୍ଡରୁ ହଁ କୁହ କି ଯେମିତି ଶୋଏବ ଅख्तर କଣ ଥିଲା ସ୍ପ୍ରିଣ୍ଟର ସ୍ପିଣ୍ଟର ତ ନୋ ଡାଉଟ ସ୍ପିଣ୍ଟର ଥିଲା ଶୋଏବ ଅख्तर ପାକିସ୍ତାନୀ ନେମ ଟା କଣ ଥିଲା ଯୋଉଥିପାଇଁ ସେ ଖ୍ୟାତି ହେଇଥିଲା ରାୱଲପିଣ୍ଡି ଏକ୍ସପ୍ରେସ ରାହୁଲ ଏକ୍ସପ୍ରେସ। ରାଉଲପିଣ୍ଡି ଏକ୍ସପ୍ରେସ ମୁଁ ତ କହିବି ରାଉଲପିଣ୍ଡି ଏକ୍ସପ୍ରେସ ତ ସେ ସ୍ପିଡ ପାଇଁ ରଖିଥିଲେ ତା ନା ମୁଁ ସିରାଜ କୁ କହିବି ଗୋଟେ ଏକ୍ସପ୍ରେସ ଅଛି ସରି ବିବେକ ଏକ୍ସପ୍ରେସ ବିବେକ ଏକ୍ସପ୍ରେସ ହେଲା ଲଙ୍ଗେଷ୍ଟ ଏକ୍ସପ୍ରେସ ଭାରତର ଲଙ୍ଗେଷ୍ଟ ଏକ୍ସପ୍ରେସ ସବୁଠୁ ଲଙ୍ଗ ଏକ୍ସପ୍ରେସ ହଁ ଦିବ୍ରୁଗଡରୁ କନ୍ୟାକୁମାରୀ ଆସାମ ଚାଲିଛି ଦିବ୍ରୁଗଡ଼ରୁ ହଁ କନ୍ୟାକୁମାରୀ। ରିସେଣ୍ଟଲି କନ୍ୟାକୁମାରୀ ବା ରିସେଣ୍ଟଲି ସିରାଜ ହଉଛନ୍ତି ସେଇ ଆମର ବିବେକ ଏକ୍ସପ୍ରେସ ଭାଇ ସେ କରି ଚାଲିଛି ଡିଏସପି ହେଇଯାଇଛନ୍ତି। ଡିଏସପି ନୁହଁ ବିବେକ ଏକ୍ସପ୍ରେସ ପରଫେକ୍ଟ ନା ଓକେ ହଉ ଫାଷ୍ଟ ମ୍ୟାଚ୍ କଥା ଓକେ ତ ତ ଆପଣ ଠିକ ଅଛି କହିଦେଲେ ଆମେ ପୁଣି ରିଟର୍ନ କରିଯିବା ଆମର ଅଷ୍ଟ୍ରେଲିଆ ଟୁର ମେନ୍ ଟପିକ ଅଷ୍ଟ୍ରେଲିଆ ଟୁର ର ଆମର ହଁ ଅଷ୍ଟ୍ରେଲିଆ ଟୁର ରେ ଆମର ଯୋଉ ଟିମ୍ ସିଲେକ୍ସନ ହେଇଛି ତ ଆଉ ଟିକେ ପରେ ଆମେ ସେଇ ଟିମ୍ ଟା କି ମାନେ ଆଉ ଥରେ ଦେବପ୍ରିୟ ତମେ କହିଦବ ବଟ୍ ମୋର ଗୋଟେ କହିବାର ଥିଲା କି ରୋହିତ ନାଇଁ ଶର୍ମାକୁ ଯୋଉ ଆଗେ ପ୍ଲେଇଂ ଇଲେଭେନ ଟା କହିସାରୁ ଦେନ ତାପରେ ଯାହା କହିବି ନା ଆପଣ ଓକେ ପ୍ରୋବ୍ଲେମ ଠିକ ଟିକେ ଅଛି ହବ ଠିକ ଅଛି ଦେବପ୍ରିୟ ଟିମ୍ ଆମର ଯୋଉ ଆନାଉନ୍ସ ହେଇଛି ତାକୁ ଟିକେ ଲିଷ୍ଟ ଟା କହିଦିଅ। ଅଷ୍ଟ୍ରେଲିଆ ସ୍କ୍ୱାଡ ପାଇଁ ଓକେ ତ ଅଷ୍ଟ୍ରେଲିଆ ସ୍କ୍ୱାଡ ପାଇଁ ଇଣ୍ଡିଆ ଯୋଉ ଫାଷ୍ଟ ଇଣ୍ଡିଆ ନା ହଁ ଅଷ୍ଟ୍ରେଲିଆ ସ୍କ୍ୱାଡ ଅଛି ତୋ ପାଖରେ ଆଭେଲେବଲ ଅଛି ହଁ ହଁ ଅଷ୍ଟ୍ରେଲିଆ ସ୍କ୍ୱାଡ ହଁ ବି ଆଭେଲେବଲ ଅଛି ଆମ ପାଖରେ। ମାନେ ଠିକ ଅଷ୍ଟ୍ରେଲିଆ ଅଛି ତ ସିରିଜ ଅଷ୍ଟ୍ରେଲିଆ ପାଇଁ ସ୍କ୍ୱାଡ ଷ୍ଟାର୍ଟ ଅଷ୍ଟ୍ରେଲିଆ ଟୁର ପାଇଁ ଯୋଉ ଇଣ୍ଡିଆର ସ୍କ୍ୱାଡ ସିଲେକ୍ସନ ହେଇଛି ତ ସେଥିରେ ସମସ୍ତେ ତ ଜାଣି ସାରିଛନ୍ତି ଯେ କ୍ୟାପ୍ଟେନ ଚେଞ୍ଜ ହେଇଯାଇଛନ୍ତି ରୋହିତ ଅଷ୍ଟ୍ରେଲିଆ ଶର୍ମାରୁ ଟୁର ପାଇଁ ୟେସ୍ ୟେସ୍ ଅଷ୍ଟ୍ରେଲିଆ ଅଷ୍ଟ୍ରେଲିଆ ଇଣ୍ଡିଆ ଟୁର ଟୁର ନୁହଁ କରୁଛି କି ଇଣ୍ଡିଆ ଅଷ୍ଟ୍ରେଲିଆ ଟୁର କରୁଛି ଇଣ୍ଡିଆ ଟୁର ପାଇଁ ଇଣ୍ଡିଆ ଟୁର ପାଇଁ ଅଷ୍ଟ୍ରେଲିଆ ଇଣ୍ଡିଆ ଟୁର ଟୁର ଟୁ କରୁଛି ନା ଅଷ୍ଟ୍ରେଲିଆ ଆଁ? ଅଷ୍ଟ୍ରେଲିଆ ଟୁର ଟୁ ଇଣ୍ଡିଆ ଭୁଲ ହେଲା ଭାଇ ଭୁଲ ହେଲା ଏଇ ଆରେ ମଝିରେ ଇଣ୍ଡିଆ କଣ ଟୁର ଇଣ୍ଡିଆ ଟୁର କରୁଛି ଅଷ୍ଟ୍ରେଲିଆ ଇଣ୍ଡିଆ ଟୁର ଅଫ ଅଷ୍ଟ୍ରେଲିଆ ଇଣ୍ଡିଆ ଅଷ୍ଟ୍ରେଲିଆ ଯାଉଛି ୟେସ୍ ନାଇଁ ମ ରିସେଣ୍ଟଲି ବା ହଁ ମାନେ ଇଏ ଶୁଣିବାକୁ ମିଳିଛି ଯେ କ୍ରିକେଟ ଅଷ୍ଟ୍ରେଲିଆ ସ୍ପେଶାଲି ରୋହିତ ଶର୍ମା ବିରାଟ କୋହଲି ପାଇଁ ଗୋଟେ ଫେୟାରୱେଲ ର କିଛି ମାନେ ଆରେଞ୍ଜମେଣ୍ଟ କରୁଛି ଯେହେତୁ ଓଡିଆଇ ରେ ମେ ବି ଏଇଟା ବହୁତ ବିରାଟ ଆଣ୍ଡ ରୋହିତ ପାଇଁ ଲାଷ୍ଟ ସିରିଜ ହେଇପାରେ ଅଷ୍ଟ୍ରେଲିଆରେ ଖେଳିବାର ତ ସେଥିପାଇଁ ନା ଏମିତି କହନି ଭିଡିଓ କରିବାକୁ ଇଚ୍ଛା ହବନି ନା ଯାହା ମାନେ ସୋର୍ସ ରୁ ଯାହା ଆମକୁ ଖବର ଭାଇ ମିଳୁଛି ଆମ ସେଇ କଥା କହୁଛି ମାନେ ମାନେ ଆକ୍ଚୁଆଲି ଆମ ମାନେ ଆକ୍ଚୁଆଲି କହିବାକୁ ଯିବା ଯଦି ହଁ ଆମର ଇଏ ଟାଇମ ମାନେ ଆମ ଛୋଟ ବଳ ଟାଇମ ଏଇ ଦି ଜଣ ହିଁ ଅଛନ୍ତି ଅଛନ୍ତି ବାସ୍ ନୋ ଡାଉଟ ମାନେ ଆମ ଚାଇଲ୍ଡ ଆଙ୍କ ସାଙ୍ଗରେ ହିଁ ଯାଇଛି ହଁ ଲାଷ୍ଟ ତ ଆଙ୍କ ସାଙ୍ଗରେ ପଳେଇଯିବ ଚାଇଲ୍ଡ ଆମର ନାଇଁ ଫାଇନାଲ କିନ୍ତୁ ଲାଗିବ କି ପ୍ରୀତିଶ ଏମିତି ତ ଗୋଟେ ବୁଢା ଜିନିଷ ହଉଛି ହେଇସାରିଲାଣି କଣ ଦେଖ ଫାଇନାଲି ବୁଢା ଭଳିଆ ଲାଗିବ ଗୋଟେ ଜିନିଷ ହଉଛି କଣ ସେମାନେ ଏତେ ଦିନ ହେଲାଣି ଖେଳି ସାରିଲେଣି ତ ସେମାନଙ୍କର ବି ଗୋଟେ ପର୍ସନାଲିଟି ଅଛି ତ ଯଦି ସେମାନଙ୍କୁ କ୍ୟାପ୍ଟେନ ରୁ କିମ୍ବା ସେମାନେ କନସିଡର କରିବାକୁ ଚାହୁଁନାହାନ୍ତି ମାନେ ବିରାଟ କୋହଲି ବି ସେମିତି ସିଚୁଏସନ ପଳେଇ ଆସିଲାଣି ଏବେ ତ ରୋହିତ ଶର୍ମା ରିସେଣ୍ଟଲି କ୍ୟାପ୍ଟେନ୍ସିରୁ ମତେ ତ ବାହାରିଛି ଲାଗୁନି ମତେ ତ ଲାଗୁନି କି ଏମିତି ବିରାଟ କୋହଲି ରୋହିତ ଶର୍ମା ପଳେଇବେ ବୋଲି ଯଦି କିଛି ଆଉ କ୍ରିଏଟ ସେମିତି କି ନ ଭାଇ ହେଇଛି ସେଲ୍ଫ ରେସ୍ପେକ୍ଟ ଗମ୍ଭୀର ପାଇଁ ତ ଯୋଉଟା ଯାଇପାରିବେ ନ ଲାଗୁଥାଏ ସେଇଟା ହେଇଯାଏ ହଁ ନାଇଁ ମୁଁ କହୁଛି ନା ସେଲ୍ଫ ରେସ୍ପେକ୍ଟ ପାଇଁ ତ ଯାଇପାରିବେ ଯେହେତୁ ଏତେ ବଡ ବଡ ପ୍ଲେୟାର ବାକି ରୋହିତ ଶର୍ମା ଏବେ ସିଏଟ ବାଲା ଯୋଉ ମିଟିଂ ରେ ମାନେ ଇଭେନ ପୁରା ପରଫେକ୍ଟ ଫିଟ୍ ଲାଗୁଛି ସେ ହଁ ଏତେ ବଡି କମେଇ ଏତେ ଫିଟ୍ କରିଛି କଣ ଏଇ ଅଷ୍ଟ୍ରେଲିଆ ଟୁର ପାଇଁ କେବେ ବି ନୁହଁ 27 ୱାର୍ଲଡ କପ୍ ପାଇଁ ବାସ୍ ହଁ ବାସ୍ କାହିଁକି ମାନେ ନା ମୋର ଆଜି ବି ମନେ ଅଛି ସରି ରୋହିତ ଶର୍ମାର ମୁଁ ପ୍ରିଭିୟସ ଭିଡିଓରେ ବି କହିଥିଲି ଯେ ରୋହିତ ଶର୍ମାର ମାନେ ଗୋଟେ ତୀକ୍ଷ୍ଣ ନଜର ପଡିଥିଲା ୱାର୍ଲଡ କପ୍ ଉପରେ ଆଉ ସେ ଫଟୋଟା ବହୁତ ଭାଇରାଲ ହେଇଥିଲା ତ ରୋହିତ ଶର୍ମା ସେ ମାଇଣ୍ଡରେ ନିଜେ ବି ୱାର୍ଲଡ କପ୍ ଟା ହିଁ ନିଜେ ଚାଲିଛି ବି ଗୋଟେ ମିଟିଂ ରେ ସେ କହିଥିଲା କି ଏବେ ମୋର ବି ହଁ ଏବେ ମତେ ବି ୱାର୍ଲଡ ଗୋଟେ କପ୍ ହିଁ ବାଇଟ ଦେଖାଯାଉଥିଲା ଦେଇଥିଲା ଏବେ ବି ଗୋଟେ ବାଇଟ ଆସି ଦେଇଥିଲା ରିସେଣ୍ଟ କି 2027 ୱାର୍ଲଡ କପ୍ ପାଇଁ ତମେ ଚାହୁଁଛ ଖେଳିବା ପାଇଁ କି ନାଇଁ ସେ ନୋ ଡାଉଟ ପୁରା କନଫର୍ମାଇଜ କହିଛି କି ମୁଁ ଚାହୁଁଛି ଆଉ ଖେଳିବି ହିଁ
ଖେଳିବେନି କିଏ ଖେଳିବି ଭାରି ମାନେ ଇଣ୍ଟରନାଲି ଇଚ୍ଛା ତ ଅଛି ଦି ଜଣଙ୍କର ବୋଥ। ବାସ୍ ବାସ୍ ହଁ। ଆଉ ବିରାଟ କୋହଲି ତ ଭାଇ ବିରାଟ କୋହଲିକୁ ଏବେ 36 ଏଜରେ ତମେ ଏମିତି ରିଟାୟାର କରି ତ କରିବ କଣ ଏତେ ଭଲ ପ୍ଲେୟାର। ସେଇ ତ କଥା ହଁ ଭାଇ। ବିରାଟ ଭାଇ କୋହଲି ନିଜେ କହିଛି, ବିରାଟ କୋହଲି ନିଜେ କହିଛି ମହମ୍ମଦ ନବୀ 41 ଯାଏଁ ଖେଳୁଛି ଇଣ୍ଟରନ୍ୟାସନାଲ ଖେଳୁଛି। ହଁ କ୍ରିକେଟ। ନା, ବିରାଟ ଆଉ କୋହଲି ଗୋଟେ ଭଳିଆ କଥା ପ୍ଲେୟାରକୁ ପ୍ରୀତି, 36। ଆଉ ଗୋଟେ କଥା ପ୍ରୀତି, ବିରାଟ କୋହଲି ନିଜେ କହିଛି ଯେ ଯେବେ ମତେ ଲାଗିବ କି ମୁଁ ସେତିକି ଆଉ କଣ୍ଟ୍ରିବ୍ୟୁଟ କରିପାରୁନି ଟିମ୍ ପାଇଁ, ମୁଁ ନିଜେ ୱାର୍କ ଅଫ୍ କରିଯିବି। ମତେ କାହାକୁ କେହି ମତେ କିଛି କହିବା ଦରକାର ନାହିଁ। ତ ଏଇଟା ତ ବିରାଟ କୋହଲି ହେଇସାରିଛି ନା ବି ଅଲରେଡି ଟେଷ୍ଟରେ ହଁ ବଟ୍ ହେଇସାରିଛି। ବଟ୍ ହେଇସାରିଛି ନା। ଦେବପ୍ରିୟ ଟେଷ୍ଟରେ ପ୍ରୀତିଶ ହେଇସାରିଛି ଟିକେ କିନ୍ତୁ ଟିକେ ନାଇଁ ଟିକେ କଥା କିନ୍ତୁ ଟିକେ ପ୍ରୀତିଶ ମତେ ଲାଗୁନି କି ବିରାଟ କୋହଲି ସେ କଥାରେ ରହିଛି ବୋଲି କି ଟେଷ୍ଟରେ ତାକୁ ଲାଗିଲାନି ସେଥିପାଇଁ ନା, ସେଇଟା ବିଲକୁଲ ବି ନୁହଁ। ତାପରେ ଟେଷ୍ଟରୁ ପ୍ରେସରାଇଜ ବାହାରିଛି କରାହେଇଛି, ପଲିଟିକ୍ସ ମାନେ ପ୍ରେସରାଇଜ ହଁ କରାହେଇଛି ଟେଷ୍ଟରୁ ତା ସେଲ୍ଫ ରେସପେକ୍ଟ ପାଇଁ ହିଁ ବାହାରି ଯାଇଛି ବିରାଟ ବାହାରି କୋହଲି, ଯାଇଛି। ଯେହେତୁ ଏଡେ ବଡ ନେମ୍ ସେଲ୍ଫ ହଁ ରେସପେକ୍ଟ ପାଇଁ ହିଁ ବାହାରିଛି। ନହେଲେ ଯଦି ହେମିତି ନୁହଁ ଆମେ କି ପରଫମାନ୍ସ ପାଇଁ ବିରାଟ କୋହଲି ବାହାରି ଯାଇଛି ହଁ ଟେଷ୍ଟରୁ। ବାସ୍, ନାଇଁ ବଟ୍ ଯଦି ଆମେ କହିବା କି ଆଉ ଗୋଟେ କଥା ବିରାଟ ଦେବପ୍ରିୟ, କୋହଲିକୁ ହଁ ବିସିସିଆଇ ର ଆମର ଯୋଉ ବିସିସିଆଇ ତରଫରୁ ଆମର ଯୋଉ ସିଲେକ୍ସନ କମିଟିରୁ ଆସିଛି ମେସେଜ କି ଆମେ ଏଇ ସିରିଜ ରେ ଆମେ ତାଙ୍କ ପରଫମାନ୍ସ କୁ ଆମେ ଟେଷ୍ଟ କରିବାକୁ ଯାଉଛୁ, ମାନେ ତାଙ୍କର ପରଫମାନ୍ସ କେମିତି ରହୁଛି। ମତେ ତ ଲାଗୁଛି ତ ଏଇଟା ଏଇଟା ସବୁଠୁ ବ୍ଲଣ୍ଡର ଲାଇନ ଥିଲା ଯେ ଆମେ ହଁ ତାଙ୍କ ପରଫମାନ୍ସ ଟେଷ୍ଟ ଭାଇ କରିବାକୁ ସକିଂ ଯାଉଛୁ। ନ୍ୟୁଜ ଭାଇ ଏଇଟା, ଏତେ ଦିନ ହେଲା ମାନେ ସେମାନେ ଏତେ ପରଫମାନ୍ସ ଦିନ ଦେଇ ହେଲାଣି ଆସୁଛନ୍ତି। ଖେଳୁଛନ୍ତି ଆଉ ସେମାନେ ଗୋଟେ କାହାକୁ ଡ୍ରିମ୍ ପାଇଁ ସେମାନେ ବିସିସିଆଇ ଗୋଟେ ତରଫରୁ ଷ୍ଟେଟମେଣ୍ଟ ହେଇଛି ହଁ ସିଲେକ୍ଟର ସିଲେକ୍ଟରଙ୍କ ପକ୍ଷରୁ ତରଫରୁ ଆସିଛି ଆସିଛି ନା। ସିଲେକ୍ସନ କମିଟି। କି ଅଜିତ ଅଗ୍ରୱାଲଙ୍କ ତରଫରୁ ଅଜିତ ନା ଅଗରକର କହିଛନ୍ତି, ଅଜିତ ଅଜିତ ଅଗ୍ରକର ଅଗରକର ବାସ୍। କହିଛନ୍ତି। ଏବେ ବାହାରିଯିବ, ଏବେ ବାହାରିଯିବେ ନା। ଏବେ ତ ଅଲରେଡି ସିଲେକ୍ଟର ବି ଚେଞ୍ଜ ହେଇସାରିଛନ୍ତି, ତା ଭିତରେ ପ୍ରଜ୍ଞାନ ହଁ ଓଝାକୁ ଆଉ ଆମର କିଏ ହଁ ଯାଉଛନ୍ତି ମାନେ ଯୋଉ ଇଏ ଦେବାଶିଷ ମହାନ୍ତି। ଆସିନାହିଁ, କନଫର୍ମେସନ ଆସିନାହିଁ, ଚାଲିଛି ଇଏ ଖବର ଚାଲିଛି। ବାକି ପ୍ରେସିଡେଣ୍ଟ ଚେଞ୍ଜ ହେଇଯାଇଛନ୍ତି। ପ୍ରେସିଡେଣ୍ଟ ଚେଞ୍ଜ ବାକି ପ୍ରେସିଡେଣ୍ଟ ତ ମିଥୁନ ମାନସ ହେଇଯାଇଛନ୍ତି ଅଲରେଡି। ହେଇଯାଇଛନ୍ତି ବାସ୍। ବଟ୍ ତ ସେମାନଙ୍କର ତ କାର୍ଯ୍ୟକଳାପ 26 ଯାଏଁ ଥିଲା, ବଟ୍ ସିଏ 27ରେ ଯୋଉମାନେ ଚାହୁଁଛନ୍ତି ଖେଳିବା ପାଇଁ ତାଙ୍କୁ କ୍ୟାପ୍ଟେନ ରୁ ହଟେଇ ଦେଲେ, ଯୋଉଟା କି ନାଇଁ ଦୁଃଖ ତମେ, କଥା। ଆମେ ଯଦି ବିରାଟ କୋହଲିକୁ ପର୍ସନାଲି ପଚାରିବା ଯେ ତମେ ରୋହିତ ଶର୍ମା କ୍ୟାପ୍ଟେନ୍ସିର ଖେଳିଲ, ଶୁଭନ ଗିଲ୍ କ୍ୟାପ୍ଟେନ୍ସିର ଖେଳିବ କି ନାହିଁ, ସିଏ ତ ଖୋଲା ଖୋଲି କହିଥାନ୍ତା ମୁଁ ଖେଳିବା ପାଇଁ ରେଡି ଅଛି, ମତେ କ୍ୟାପ୍ଟେନ୍ସିରେ କିଛି ଲେନା ଦେନା ନାହିଁ। ଭାଇ ମତେ ପରଫମାନ୍ସ ଦେବାର ଅଛି। କ୍ୟାପ୍ଟେନ ଯିଏ ରହୁ, ଧୋନି କ୍ୟାପ୍ଟେନ୍ସିରେ ଖେଳିଛି, ରୋହିତ ଶର୍ମା କ୍ୟାପ୍ଟେନ୍ସିରେ ଖେଳିଛି, ନିଜ କ୍ୟାପ୍ଟେନ୍ସିରେ ବି ସେ ଖେଳିଛି। ଗିଲ୍ କ୍ୟାପ୍ଟେନ୍ସିରେ ଖେଳିବ, ଏଥିରେ ତ ମାନେ ରିସେଣ୍ଟଲି ଯୋଉ ନ୍ୟୁଜ ଆସିଥିଲା କି ବିରାଟ କୋହଲି ସେଲ୍ଫ ରେସ୍ପେକ୍ଟ ଏଇଥିପାଇଁ ଯେ ସେ ଚାହୁଁନି କି ଗିଲ୍ କ୍ୟାପ୍ଟେନ୍ସିରେ ଖେଳିବାକୁ, ଏମିତି ତ କିଛି ନାହିଁ। ସେଇ ବିରାଟ କୋହଲି ପୁଣି ଆରସିବି ପାଇଁ ଏତେ ବର୍ଷ କ୍ୟାପ୍ଟେନ୍ସି କଲା, ଆଉ ଆଜି ଆରସିବି ପାଇଁ ଯେତେବେଳେ ରଜତ ପାଟିଦାର କ୍ୟାପ୍ଟେନ୍ସି କରୁଛି, ସେ ତା କ୍ୟାପ୍ଟେନ୍ସିରେ ତ ଖେଳୁଛି ଆଉ ଟ୍ରଫି ବି ଜିତିଲା। ତ ଏଥିରେ ତ ମାନେ କିଛି ମାନେ ନୋ ଡାଉଟ ଯେ ସେ ମନା କରିଦବ ଯେ ମୁଁ ଗିଲ୍ କ୍ୟାପ୍ଟେନ୍ସିରେ ଖେଳିବିନି, କି ରୋହିତ ଶର୍ମା ମନା କରିଦବ କି ନା ମୁଁ ଗିଲ୍ କ୍ୟାପ୍ଟେନ୍ସିରେ ଖେଳିବିନି। ଯଦି ଟେଷ୍ଟ ସେମାନେ ନ ଖେଳିଥାନ୍ତେ ଗିଲ୍ କ୍ୟାପ୍ଟେନ୍ସିରେ, ତ ଏବେ ୱାନ୍ ଡେ କେମିତି ଖେଳିବେ? ଏଠି ତ ଗୋଟେ କ୍ୱେଶ୍ଚନ ମାର୍କ ଆସିବା ଦରକାର। ଯଦି ଆମେ ଟେଷ୍ଟରେ ଏଟା ସରି କଣ କଣ୍ଟ୍ରୋଭର୍ସି ଆସିଲା କି ବିରାଟ କୋହଲିର ସେଲ୍ଫ ରେସ୍ପେକ୍ଟ କିମ୍ବା ରୋହିତ ଶର୍ମାର ସେଲ୍ଫ ରେସ୍ପେକ୍ଟ ପାଇଁ ସେମାନେ ରିଟାର୍ନ ନେଇଗଲେ, ତ ଏବେ ସେମାନେ ପୁଣି ଗିଲ୍ କ୍ୟାପ୍ଟେନ୍ସିରେ ୱାନ୍ ଡେ କେମିତି ଖେଳିବେ? ତ ଏଗୁଡା ତ ସେ ସବୁ ମାନେ ଯୋଉ କୁହନ୍ତିନି ବେବୁନିୟାଦ ବାତ, ଇଏ ହଉଛି ସେଇଆ ମାନେ ଛାଡ, ଏ କଥାରେ ଆଉ କିଛି ଗୋଟେ ମାନେ ଜିନିଷ ବି ଆଉ ଗ୍ୟାରେଣ୍ଟି ଗୋଟେ ନାହିଁ। ଜିନିଷ ବି ମୋର ମନେ ପଡୁଛି, ଗୌତମ ଗମ୍ଭୀର ଯେତେବେଳେ କମେଣ୍ଟ୍ରି କରୁଥିଲେ ତ ସେତେବେଳେ କହୁଥିଲେ କି ନା ରୋହିତ ଶର୍ମାକୁ ଯଦି ତମେ କ୍ୟାପ୍ଟେନ କରିବନି ତାହେଲେ କାହାକୁ କରିବ। ବଟ୍ ହଁ ଏବେ ସିଏ ରୋହିତ ଶର୍ମାକୁ ହିଁ କନସିଡର କରୁନାହାନ୍ତି ଆଜି କ୍ୟାପ୍ଟେନ। ବାସ୍। ହଁ ନାଇଁ ଆକ୍ଚୁଆଲି କଥା ହଉଛି ଯୋଉଟା ମାନେ ନାଇଁ ଯୋଉ ସିଲେକ୍ଟର କଥାଟା ମେ ବି ମତେ ଲାଗୁଛି ଆମର କିଏ ପ୍ରଜ୍ଞାନ ଓଝା ଆରପି ସିଂ ଏ ଦି ଜଣ ଜଏନ କରିଛନ୍ତି, ନାଇଁ କରି କରିନାହାନ୍ତି ସାରିଲେଣି କି କଣ। କରୁନାହାନ୍ତି ଏପର୍ଯ୍ୟନ୍ତ ନାଇଁ ଡିସାଇଡ୍ ସିଏ ହେଇନାହିଁ, ଆକ୍ଚୁଆଲି ବାସ୍ ଚିଫ୍ ପ୍ରୋସେସ୍ ସିଲେକ୍ସନ ଚାଲିଛି। ନୁହଁ, ଚିଫ୍ ସିଲେକ୍ଟର ଏବେ ବି ଅଜିତ ଅଗରକର ଅଛି, ବାକି ସିନିୟର ସିଲେକ୍ଟରରେ ବୋଧେ ଏ ଦି ଜଣ ଜଏନ କରିବେ ମୁଁ ଯେତିକି ଭାବୁଛି। ଓକେ, ସେଟା ତ ଯେତେବେଳେ କରିବେ ସେଟା ଆମେ ଡିକ୍ଲେୟାର କରିବେ, ସେ ପାଇଁ ଟାଇମ ଅଛି। ବଟ୍ ଆମର ଯୋଉ ରିସେଣ୍ଟ ବାକି ଟପିକ ପ୍ରେସିଡେଣ୍ଟ ଚେଞ୍ଜ ହେଇଛନ୍ତି, ସିଲେକ୍ଟର ଚେଞ୍ଜ ହେଇଛନ୍ତି, ମୁଁ ତ ଭାବୁଛି କିଛି ରେଜଲ୍ଟ ଚେଞ୍ଜ ହଉ, ଏଇ ହଁ ଦି ଜଣଙ୍କୁ ଗୋଟେ ଫେୟାରୱେଲ ମ୍ୟାଚ ମିଳୁ, ଯୋଉଟା କି ମାନେ ମୁଁ ଫେୟାରୱେଲ ମ୍ୟାଚ୍ ମୁଁ ତ ଦେଖ ଚାହୁଁଛି ଫେରୱାଲ ମ୍ୟାଚ ହଁ ସେଇଟା ମାନେ ୱାର୍ଲଡ କପ୍ ସିଚୁଏସନ ସହ ହଉ, ଦେଖିକି। ୱାର୍ଲଡ କପ୍ ସହ ହଉ। ହଁ ତ ଦେଖିବାକୁ ଯିବା ଯଦି ଆମେ ମ୍ୟାଚ ମାନେ ଏବେକା ଟାଇମରେ ମୁଁ କହୁଛି ଅବଭିୟସଲି କାହା ପାଇଁ କେବେ ବି କ୍ରିକେଟ ମାନେ ଅଟକିନି କି ଅଟକିବନି, କ୍ରିକେଟ ବଢିବ ହିଁ ବଢିବ। ବାକି ମୁଁ ଏବେକା ଟାଇମରେ କହୁଛି ବିରାଟ କୋହଲି ରୋହିତ ଶର୍ମା ପାଇଁ ଟିକେଟ ହିଁ ବିକ୍ରି ହଉଛି ବ୍ରଡକାଷ୍ଟ ମାନଙ୍କର। ହଁ ନୋ ଡାଉଟ। ଭାଇ ଯଦି ଏବେ ୱେଷ୍ଟଇଣ୍ଡିଜ ମାନେ ଯୋଉ ଆସୁଛି ଖେଳିବା ପାଇଁ,
ଏଇ ମ୍ୟାଚ୍ ରେ ଯଦି ବିରାଟ କୋହଲି ଥାନ୍ତା କି ରୋହିତ ଶର୍ମା ଥାନ୍ତା ତ ଏଇ ଗ୍ରାଉଣ୍ଡ ଯୋଉ ଖୋଲା ମେଲା ପଡିଥିଲା ସେତ ତ ଆଟଲିଷ୍ଟ 60 to 70% ଅକୁପେନ୍ସି ଥାନ୍ତା ଗ୍ରାଉଣ୍ଡ ରେ। ରଞ୍ଜି ଟ୍ରଫିରେ ଭାଇ ଅଡିଏନ୍ସ ପେଲି ହେଇ ପଳେଇ ଆଇଲେ ହଁ ପ୍ୟାଭିଲିୟନ କୁ ନଚଉଥିଲା ତା ହ୍ୟାଣ୍ଡ ରେ। ଆଉ କଣ ହୁଁ, ଆଉ ଏମିତି କରିବାର ନଥିଲା, ଡିସିସନ ନବାର ନଥିଲା ଫାଷ୍ଟ ଅଫ ଅଲ। ହଁ ହଉ ଓକେ, ଛାଡ ତ ଯାହା ଅଷ୍ଟ୍ରେଲିଆ ହେଇଯାଇଛି ସ୍କ୍ୱାଡ ଟା ହେଇଯାଇଛି। ଦେବପ୍ରିୟ କହିଦେ। ଅଷ୍ଟ୍ରେଲିଆ ହଁ ସ୍କ୍ୱାଡ ଟା କହିଦେ ଟୁର ର, ହଁ ଇଣ୍ଡିଆ ଟୁର ର। ଇଣ୍ଡିଆ ସ୍କ୍ୱାଡ ତ ଶୁଭମନ ଗିଲ୍ କ୍ୟାପ୍ଟେନ୍। ଅଷ୍ଟ୍ରେଲିଆ ସ୍କ୍ୱାଡ ଫାଷ୍ଟ ଦେବପ୍ରିୟ, ଅଷ୍ଟ୍ରେଲିଆ ସ୍କ୍ୱାଡ। ଓକେ, ଅଷ୍ଟ୍ରେଲିଆ ତ ସ୍କ୍ୱାଡ ଅଷ୍ଟ୍ରେଲିଆ ଷ୍ଟାର୍ଟ ସ୍କ୍ୱାଡ କରିବା। ଟା ମୁଁ କହିଦଉଛି। ଓକେ ଅଷ୍ଟ୍ରେଲିଆ ଓକେ ସ୍କ୍ୱାଡ ଟା ମୁଁ କହିଦଉଛି। ଓକେ ତ କରିଦବ। ଓକେ, ମିଚେଲ ମାର୍ସ କ୍ୟାପ୍ଟେନ୍, ଟ୍ରାଭିସ ହେଡ୍, କାମରନ ଗ୍ରୀନ, ମ୍ୟାଥ୍ୟୁ ସଟ୍, ଆଲେକ୍ସ କ୍ୟାରି, କୁପର କୋନଲି, ବେନ୍ ଡରୱାସ, ଜସ୍ ଇଂଲିଶ, ମ୍ୟାଥ୍ୟୁ ମ୍ୟାଟ୍ ରେନ୍ସ, ଜସ୍ ହାଜେଲଉଡ୍, ମିଚେଲ ଷ୍ଟାକ୍, ମିଚେଲ ଓଏନ୍, ଆଡାମ ଜାମ୍ପା, ନାଥନ ଏଲିସ୍, ଲାଷ୍ଟ ପ୍ଲେୟର ହଉଛନ୍ତି ଜାଭିୟର ବାର୍ଲେଟ୍। ବ୍ରେଟଲେଟ୍, ହଁ ଜାଭିୟର ବ୍ରେଟଲେଟ୍। ତ ଓକେ କିଛି ନ୍ୟୁ ଫେସେସ୍ ଦେଖିବାକୁ ମିଳୁଛି, କାରଣ ନାଇଁ ନାଇଁ, ନ୍ୟୁ ଫେସେସ୍ ନାଇଁ, ଏମାନେ ଓଲ୍ଡ ଫେସେସ୍ ଏମାନେ ଯେହେତୁ ତମେ ଅଲରେଡି ଟଚରେ ହଁ ନାହିଁ ତ ଜାଣିନୁ। ମାଇକେଲ ତ ଓନ୍ ଯୋଉ ନ୍ୟୁ ଫେସେସ୍ ଜାଭିୟର କହିଲେ ସିଏ ବ୍ରେଥଲେଟ୍ ଅଲରେଡି ଏମିତି, ଜାଭିୟର ବ୍ରେଥଲେଟ୍ ର ଲାଷ୍ଟ 3-4 ବର୍ଷ ହେଇଗଲାଣି। ହେଇଗଲାଣି। ତାପରେ ହଁ ବି ମାନେ ଯୋଉ କାହାର ଗୋଟେ କହିଲ, ମାଇକେଲ ଓନ୍ ସିଏ ବି ସେ ଯୋଉ ଆଇପିଏଲ ଖେଳିକି ଯାଇଛି ପଞ୍ଜାବ ହଁ ତରଫରୁ। ହଁ, ଯୋଉ ଡାୱର ମ୍ୟାଟ୍ ହାଉସ୍ ନା ରେନ୍ସ, ଏମିତି କଣ ଗୋଟେ ଅଛି ନା? ବେନ୍ ଦ୍ୱାରିସ୍ ହଁ, ବେନ୍ ଅଷ୍ଟ୍ରେଲିଆ ଖେଳିଛି। ଡାୱର ହାଉସ୍ ନା ଡୋରିସ୍, ସେ ଯାହାବି, ସିଏ ବି ଅଲରେଡି 3-4 ବର୍ଷର ପ୍ଲେୟର ହେଇଥିଲେ। ତ ଏକ୍ସପିରିଏନ୍ସ କେହି ଓଲ୍ଡ ହେଇଗଲେଣି। ଫେସେସ୍ ନାହିଁ। ଆଉ ହୁଁ, ଅଷ୍ଟ୍ରେଲିଆ ତା ଷ୍ଟ୍ରଙ୍ଗ ଟିମ୍ ବି ସିଲେକ୍ସନ କରିଛି ୱାନଡେ କରିଛି ପାଇଁ ହଁ। ହେଲା। ଏମିତି ଓନ୍ଲି ନୁହଁ କି ସେକେଣ୍ଡ ଟିମ୍ ଇଏ, ନା ସେମିତି ନୁହଁ, ବିଲକୁଲ ବି ନୁହଁ। ଓନ୍ଲି ପ୍ୟାଟ୍ କମିନ୍ସ ପ୍ୟାଟ୍ ଅଛି ନା? କମିନ୍ସ ନାହିଁ ଯେହେତୁ ଇଞ୍ଜୁରି ପ୍ୟାଟ୍ କମିନ୍ସ କନସର୍ନ ନାହିଁ ପାଇଁ। ନା? ହଁ ପ୍ୟାଟ୍ ଇଞ୍ଜୁରି କମିନ୍ସ ନାହିଁ। କନସର୍ନ ପାଇଁ। ଇଞ୍ଜୁରି କନସର୍ନ ଅବଭିୟସଲି, ବାକି ପ୍ୟାଟ୍ କମିନ୍ସ ରେସ୍ ଦରକାର, କାହିଁକି ନା ତାଙ୍କର ରିସେଣ୍ଟ ଆପରେ ଆସୁଛି ନା ତାଙ୍କର ମେନ୍ ଆସେସ୍ ଆସୁଛି ହଁ। ମାନେ ଆସେସ୍ ହଁ ଆସୁଛି। ଆସେସ୍ ଟା ତ ଏମିତି ଅବଭିୟସଲି ଦରକାର ହିଁ ଦରକାର। ଷ୍ଟିଭ୍ ସ୍ମିଥ୍ ଅଛି ନା? ଷ୍ଟିଭ୍ ସ୍ମିଥ୍ ବି ନାହିଁ। ଷ୍ଟିଭ୍ ସ୍ମିଥ୍ ଆଉ ମାର୍ନସ୍ ଲାବୁସେନ୍ ବି ରେଷ୍ଟ ଅଛି। ଓକେ, ତ ସେ ଆସେସ୍ ପାଇଁ ତାକୁ ରେଷ୍ଟ ଦେଇଥିବେ ନା, ଏମିତି ଏମିତି ତ ହଁ କରିବାକୁ ହିଁ ପଡିବ। ତ ଏମିତିରେ ଆଉ ବି T20 ରେ ଏମିତି କିଛି, T20 ରେ କିଛି ମାନେ କେମିତି ସ୍ମିଥ୍ ଆଉ ଲାବୁସେନ୍ ର କିଛି ତ ନାହିଁ। ଆଉ ୱାନ୍ ଡେ ରେ ତ ମତେ କେବେ ବି ଲାଗେ ନା କି ଦି ଜଣଙ୍କୁ ଏକା ସାଙ୍ଗେ ଖେଳେଇଲେ କିଛି ପ୍ରଫିଟେବୁଲ, ମତେ ତ ଆଜି ଯାଏଁ ବି ଲାଗୁନି ଦି ଜଣଙ୍କୁ ଏକା ସାଙ୍ଗେ ଖେଳେଇବା କଥା। ସେମ୍ ଟାଇପ୍ ର ପ୍ଲେୟର। ହଁ, ତ ସେମ୍ ଟାଇପ୍ ର ଓକେ ତ ଠିକ ଅଛି, ଚଳିବ। ଅଷ୍ଟ୍ରେଲିଆର ଆଉ ବାକି ଟିମ୍ ପରଫେକ୍ଟ ଅଛି। ହଁ ଅଷ୍ଟ୍ରେଲିଆର T20 ଟିମ୍ ହେଲା ଆଜ୍ ୟୁଜୁଆଲ ମିଚେଲ ମାର୍ସ କ୍ୟାପ୍ଟେନ୍, ସନ୍ ଆବଟ୍, ଜାଭିୟର ବ୍ରେଟଲେଟ୍, ଟିମ୍ ଡେଭିଡ୍, ବେନ୍ ଡୱାରିସ୍, ନାଥନ୍ ଏଲିସ୍, ଜସ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜସ୍ ଇଂଲିଶ, ମାଥ୍ୟୁ କୁନେମନ୍, ମାଥ୍ୟୁ ସଟ୍, ମାଇକେଲ ଓନ୍, ମାର୍କସ୍ ଷ୍ଟୋଇନିସ୍ ଆଣ୍ଡ ଆଡାମ ଜାମ୍ପା। ତ T20 ଟିମ୍ ବି ଷ୍ଟ୍ରଙ୍ଗ ଅଛି। ଆଉ ଏଇ ଷ୍ଟ୍ରଙ୍ଗ ଅଛି ଭାଇ, T20 ଷ୍ଟ୍ରଙ୍ଗ ଅଛି। ଟିମ୍ ଟା ଫାଷ୍ଟ ଦୁଇଟା T20 ପାଇଁ ଡିକ୍ଲେୟାର ହେଇଛି। ଆଉ ରେଷ୍ଟ ସେମାନେ ପରେ ଡିକ୍ଲେୟାର କରିବେ। ଓକେ, ତ ଇଣ୍ଡିଆ ସ୍କ୍ୱାଡ ଆମେ ଯଦି ଆସିବା, ଇଣ୍ଡିଆ ସ୍କ୍ୱାଡ ରେ ଶୁଭମନ ଗିଲ୍ ଓଡିଆଇ ରେ କ୍ୟାପ୍ଟେନ୍, ଶ୍ରେୟସ ଆୟର ଭାଇସ୍ କ୍ୟାପ୍ଟେନ୍। ଯୋଉଟା କି ଆକ୍ଚୁଆଲି ମାନେ ଗୋଟେ ଏତେ ବଡ କଣ୍ଟ୍ରୋଭର୍ସି ଭିତରେ ଗୋଟେ ଜିନିଷ ଗୋଟେ ମାନେ ଭଲ ଡିସିସନ। दिल को जो सुकून मिलता है जो बोलते हैं ना जे नो डाउट, नो डाउट। ଶ୍ରେୟସ ଆୟର ଶ୍ରେୟସ ଆୟର ରିଟର୍ନ ଆସିଲା ବାସ୍। ଆଉ ସେଇ ପୁଣି ଭାଇସ୍ କ୍ୟାପ୍ଟେନ୍ ରେ, ବାକି ଭାଇସ୍ କ୍ୟାପ୍ଟେନ୍ସି ଟା ତାର କ୍ୟାପ୍ଟେନ୍ ରହିବ ଶ୍ରେୟସ ଆୟର କଣ ୱାନ୍ ଡେ ରେ ତା ସେଟା ଜାଗା ତ କେହି ନେଇପାରିବେନି। ଶ୍ରେୟସ ଆୟର ନାଇଁ ମୁଁ ସେ ୱାନ୍ ଡେ କଥା ରେ କହୁନି, ଶ୍ରେୟସ ୱାନ୍ ଡେ ଆୟର ଜାଗା ଫିକ୍ସ ଥିଲା। କଥା କହୁନି। ଏ ଯୋଉ ଭାଇସ୍ କ୍ୟାପ୍ଟେନ୍ସି ପଦବୀଟା ମିଳିଛି ସେଇଟା କେତେ ଦିନ ରହିବ ସେଇଟା ଜଣା ନାହିଁ। ଶୁଣ, ଭାଇସ୍ କ୍ୟାପ୍ଟେନ୍ସି କଥା ଆମେ କଥା ହେଇଥିଲେ ସୁମନ ଗିଲ୍ କୁ ନେଇକି ଏସିଆ ହଁ କପ୍ ରେ। ଏସିଆ କପ୍ ରେ ତ ହଁ। ସେଇଥିପାଇଁ ନାଇଁ ଏଠି ୱାନ୍ ଯୋଉ ଡେ ରେ ଭାଇସ୍ କ୍ୟାପ୍ଟେନ୍ ତ ଟିକେ କ୍ରୁସିଆଲ ଲାଗୁଛି କି ମାନେ ୱାନ୍ ନାଇଁ ଡେ ନାଇଁ ନାଇଁ ୱାନ୍ ଡେ ରେ ଯଦି ରିଷଭ ପନ୍ତ ରିଟର୍ନ କଲା, ମତେ ଲାଗୁଛି ୱାନ୍ ଡେ ରିଷଭ ପନ୍ତ କୁ ଭାଇସ୍ କ୍ୟାପ୍ଟେନ୍ ରଖିବେ। ଦେଇଦେବେ ଆଉ ହଁ। ଟେଷ୍ଟ ରେ ରିଷଭ ପନ୍ତ ରିଟର୍ନ କଲେ, ଟେଷ୍ଟ ରେ ରିଷଭ ପନ୍ତ କୁ ଭାଇସ୍ କ୍ୟାପ୍ଟେନ୍ ରହିବେ। ଟେଷ୍ଟ ବଟ୍ ରିଷଭ ୱାନ୍ ପନ୍ତ ଡେ ଭାଇସ୍ ରେ କ୍ୟାପ୍ଟେନ୍ ନୋ ଡାଉଟ୍। ଦେଖ, ୱାନ୍ ଡେ ରେ ରିଷଭ ପନ୍ଥ ଯେହେତୁ ଅଲରେଡି କେଏଲ ରାହୁଲ ୱିକେଟ କିପର ଅଛି, ତ ୱାନ୍ ଡେ ରେ ତ ମୁଁ ଭାବୁଛି କି ସେକେଣ୍ଡ ୱିକେଟ କିପର ହିସାବରେ ରିଷଭ ପନ୍ଥ ଆସିବ। ଆଉ ଗୋଟେ ଡିସିସନ ମତେ କ୍ରୁସିଆଲ ଲାଗୁଛି କି ମହମ୍ମଦ ସାମି କୁ ଜାଗା ମିଳୁ ହିଁ ନାହିଁ।
କଣ ପାଇଁ ହଁ ନୁହେଁ ଭାଇ? ସେ ତ ସେଇ ତ କଥା। ଏବେ ତ ପରଫର୍ମାନ୍ସ ଦେଲେ ମେନ୍ ଓକେ ମ୍ୟାଚରେ ସେ ଓକେ ଖେଳି ଓକେ ପାରିବ ନା। ଓକେ ପ୍ରୀତି ଟିକେ ରହିଯା, ମୁଁ ଆଗେ ସ୍କ୍ୱାଡ ଟା ଆନାଉନ୍ସ କରିଦିଏ ତାପରେ ଆମେ ଡିସ୍କସନ କରିବା। ଓକେ ଠିକ ଇଣ୍ଡିଆ ଅଛି। ସ୍କ୍ୱାଡ, ହଁ ଠିକ। ଓକେ, ତ ଯେମିତି ଶୁଭନ ଗିଲ୍ କ୍ୟାପ୍ଟେନ, ଶ୍ରେୟସର ଭାଇସ୍ କ୍ୟାପ୍ଟେନ, ରୋହିତ ଶର୍ମା, ବିରାଟ କୋହଲି ବ୍ୟାକ୍, ଅକ୍ଷର ପଟେଲ, କେଏଲ ରାହୁଲ, नीतीश कुमार रेड्डी, गुड इंक्लूजन, वाशिंगटन सुंदर, ओके कुलदीप यादव, हर्षित राणा, मोहम्मद सिराज, प्रसिद्ध कृष्णा, यशस्वी जायसवाल, ध्रुव जुरेल एंड अर्शदीप सिंह। ओके ମତେ व्हाई नॉट ଏତିକି ଭିତରୁ रविंद्र ଲାଗୁଛି जाडेजा? मे बी ରବୀନ୍ଦ୍ର ଜାଡେଜା रविंद्र ମେ ବି जाडेजा को मे ରେଷ୍ଟେଡ୍ बी ଅଛି, रेस्टेड दे थाई पारंतु। ରେଷ୍ଟେଡ୍ ଅଛି ओके କାରଣ ବହୁତ बुमराह भी ପରଫର୍ମାନ୍ସ ଦେଲେ, रेस्टेड, हाँ, बुमराह भी बुमराह रेस्टेड ଅଛି। बुमराह ବୁମରା ବି रेस्ट। ରେଷ୍ଟେଡ୍ ଅଛି। ବୁମରା ରେଷ୍ଟ। भाई ମୁଁ ତ सबू ସେଇ ସେମ୍ ଜିନିଷ କହୁଛି, हाँ ମହମ୍ମଦ ସାମିକୁ କଣ ପାଇଁ ନଉନାହାନ୍ତି? ହର୍ଷିତ ରାଣା ମହମ୍ମଦ ସାମି ଠାରୁ କଣ ଏନି ଟାଇମ୍ ଏନି ସିଚୁଏସନ ଫାର ବେଟର ବୋଲର। नो नो नो। ମହମ୍ମଦ ସାମି ଏମିତି ନୁହଁ ଆଣ୍ଠୁରେ ବୋଲିଂ କରୁଛି, ମହମ୍ମଦ ସାମି ତ ପାଦରେ ହିଁ ବୋଲିଂ କରୁଛି, ଆଉ ହାତରେ ହିଁ ବୋଲିଂ କରୁଛି ନା, ପରଫେକ୍ଟ ଅଛି। ଏନସିଏ ତ କ୍ଲାରିଟି ଦେଇସାରିଛି, भाई ତ ତାକୁ सामी ଏବେ रो ଟେଷ୍ଟ बोलिंग କରିବା जो ପାଇଁ। देखियार अछि, वर्ल्ड कप 2023 देखि दियो ना। ଆରେ ହଁ ସେଇ କଥା ନା, ତ ଟେଷ୍ଟ କରିବା ପାଇଁ କଣ ପାଇଁ ତାକୁ ଏବେ ଟେଷ୍ଟ କରୁନାହାନ୍ତି? ଆଉ ଟେଷ୍ଟ କରିବେ ଡାଇରେକ୍ଟ ୱାର୍ଲଡ କପରେ ନେଇ, ସେ ୱାର୍ଲଡ କପରେ ଏକାଥରେ ପୁଣି ଆସିବ, ଛାଡ କିନ୍ତୁ ଏମିତି ଥାଏ ସବୁ ना ମ୍ୟାଚରେ, ना ना। ସେମିତି କେବେ ବି ସିଚୁଏସନ ନଥାଏ। ମୁଁ ତ ଏବେ ବି କହୁଛି, ଗୌତମ ଗମ୍ଭୀର ଗୋଟେ ଟାଇମରେ କ୍ୟାପ୍ଟେନ ଯିବା କୋଚିଂ ଉପରେ କ୍ୱେଶ୍ଚିନ୍ ମାର୍କ ଆସିଥିଲା, ଯେବେ ସେ ହାରି ହାରି ଚାଲିଥିଲା ସବୁ। हाँ ନୋ ଲକ୍ ନୋ ଡାଉଟ ରେ ଯେତେବେଳେ ଚାମ୍ପିୟନ୍ସ ମାନେ ଗୋଟେ ଚାମ୍ପିୟନସିପ ଟ୍ରଫି ଟା ନ ଜିତୁ चैंपियनशिप କି କ୍ୟାପ୍ଟେନ୍ସି बस ରିଟର୍ନ ନ କରୁ, କୋଚିଂ ମାନେ କୋଚିଂ ଟେନ୍ୟୁର ଟା ରିଟର୍ନ ନ କରୁ, ତ ଏମିତି ମାନେ ହାର୍ସ ଡିସିସନ ଆଉ ୱାଇଲ୍ଡ ଡିସିସନ ନବା କଥା କେବେ ବି ନୁହଁ। नो नो। ମାନେ ଗୋଟେ ଜେନୁଇନ କଥା ଭାଇ, ମହମ୍ମଦ ସାମି ହର୍ଷିତ ରାଣା ଫାର ବେଟର ବୋଲର। ଆମେ ସମସ୍ତେ ଅନ୍ଧ ନୁହଁ, ସମସ୍ତଙ୍କୁ ଦେଖାଯାଉଛି କ୍ଲିୟର। ଯୋଉମାନେ ଯେତେ କୁହନ୍ତୁ ସିନିୟର କି ସେ ବହୁତ ଜାଣିଛି, ଇଏ କରୁଛି XYZ, ଯାହା ବି ହଉ ଏଇଟା ଚାମଚାଗିରି ହିଁ ଚାଲିଛି। ନହେଲେ କଣ ପାଇଁ ହର୍ଷିତ ରାଣା ସିଲେକ୍ସନ ହେଇଛି ମହମ୍ମଦ ସାମି ଜାଗାରେ? ସେ ଏନସିଏରେ ତ ପୁଣି ତିନିଟା କ୍ଲାରିଟି ଅଛି, ଫର୍ମାଟ ସେ ରେ। ହଁ ତିନିଟା ଫର୍ମାଟ ଏନସିଏରେ କ୍ଲାରିଟି ଅଛି ନା, ସେ ଫିଟ୍ ବୋଲି। ଯଦି ହୁଁ ଫିଟ୍ ନଥାନ୍ତା ଠିକ ଅଛି, ତ ସ୍କିପ୍ ଇଟ୍, ମହମ୍ମଦ ସାମି ଛାଡ। ହର୍ଷିତ ରାଣା କଣ ପାଇଁ ସିଲେକ୍ସନ ହେଉଛି ଓଡିଆଇ ଫର୍ମାଟରେ? ଯେହେତୁ ଯଶପ୍ରୀତ ବୁମରା ନାହିଁ, ହର୍ଷିତ ରାଣାକୁ ଚାନ୍ସ ମିଳିବ। हाँ ଯଶପ୍ରୀତ ବୁମରା ନାହିଁ, ହର୍ଷିତ ରାଣାକୁ ଚାନ୍ସ ମିଳିବ। ଯଶପ୍ରୀତ ବୁମରା ଥିଲେ ହର୍ଷିତ ରାଣା ଖେଳିବ? ଫାର୍ଷ୍ଟ କ୍ୱେଶ୍ଚିନ୍ ମୋର ଏଇଟା। ତ ମାନେ ହାର୍ଦ୍ଦିକ ପାଣ୍ଡ୍ୟା ଅଛି ନା, ନା ନା ହାର୍ଦ୍ଦିକ ପାଣ୍ଡ୍ୟା हार्दिक ना, ରେଷ୍ଟେଡ୍ ଅଛି, हार्दिक पांड्या हार्दिक रेस्ट। पांड्या रेस्टेड। ତା ବଦଳରେ ବା ରେଷ୍ଟେଡ୍ ଅଛି। ନୀତିଶ ରେଡ୍ଡୀ ସି କୁ ଇନକ୍ଲୁଜନ କରୁଛନ୍ତି। ନୀତିଶ କୁମାର ରେଡ୍ଡି ଅଛି, ହଁ। ତ ଆମେ ଯଦି ଫାଷ୍ଟ ବୋଲିଂ ଆଟାକ୍ ଯିବା, ଫାଷ୍ଟ ବୋଲିଂ ଆମର ଅର୍ଷଦୀପ ସିଂ, ୱାନ୍ ଡେ ରେ ମେ ବି ତ ଅଗଦାର ହେବେ ଯେହେତୁ ସାମି ନାହିଁ। ଆଉ ଯଦି ଅର୍ଷଦୀପ ସିଂଙ୍କୁ ବସେଇ ଅର୍ଷିତ ରାଣାକୁ ଫୋର୍ସଫୁଲି ପୁରା ଯାଏ, ତ ସେ ଜାଗାରେ କିଛି କହିପାରିବି ନାହିଁ ଫାଷ୍ଟ ଅଫ୍ ଅଲ୍। ଆଉ मोहम्मद सिराज सहित अर्शदीप ଜସପ୍ରୀତ सिंह भाई, ମାନେ ମେରିଟ ହିସାବରେ ଆମେ ଯଦି ଦେଖିବା, अर्शदीप सिंह ର ଜାଗା ଆଗେ ମେରିଟ୍ ବୁଲୁଛି। ହିସାବରେ ଦେଖିବା मोहम्मद सिराज ତ ସହିତ ସେମ୍ ଯଦି କଥା ନା। ଖେଳ ଆରମ୍ଭ କରିବାକୁ କହିବ, अर्शदीप सिंह କୁ ନ କହିବ, हर्षित राणा କୁ କହିବ। କେବେ ବି ନୁହଁ। ଭାଇ ମାନୁଛି हर्षित राणा T20 ରେ ବେଟର ବୋଲର ହେଇପାରେ, ବଟ୍ ନଟ୍ ଇନ୍ ଦ ଟେଷ୍ଟ ଆଣ୍ଡ ଓଡିଆଇ। ମୋର ଏଇଟା ପର୍ସନାଲ ମତ। କ୍ୟାପ୍ଟେନ୍ସି ଡିସିସନରେ କାହାର କିଛି ପ୍ରୋବ୍ଲେମ ନାହିଁ। ମାନେ ଏଇ ଯୋଉ ୱାନ୍ ଡେ କ୍ୟାପ୍ଟେନ୍ସି ପାଇଁ ଟିକେ ଟିକେ ମନ ତିକ୍ତତା ହେଲେ ବି, ମୁଁ କହୁଛି ହେଲେ କ୍ୟାପ୍ଟେନ୍ସି ଡିସିସନ ଠିକ ଅଛି। ନା, ସୁମନ ତଥାପି ଚାଲ ଗିଲ୍ କୁ ଆମେ ମାନି ମାନେ ନବା। ପର୍ସନାଲି ସମସ୍ତେ ଲାଇକ୍ ବି କରନ୍ତି। ହୁଁ ସୁମନ ଗିଲ୍ ଗୋଟେ ଭଲ ପ୍ଲେୟାର, କ୍ଲାସି ପ୍ଲେୟାର। ହଁ ଯଦି नो ପରଫର୍ମାନ୍ସ डाउट। କ୍ଲିକ୍ କରିଗଲା, କ୍ୟାପ୍ଟେନ୍ସି କ୍ଲିକ୍ କରିଗଲା, ଗୋଟେ ବଡ ଇୟର ଟେନ୍ୟୁର ପ୍ରୋଭାଇଡ କରିବ ସେ ଇଣ୍ଡିଆ ଟିମ୍। ବାସ୍ ବାସ୍ ସେଥିରେ हाँ କିଛି ଇସ୍ୟୁ ନାହିଁ। କିନ୍ତୁ ଏଇ ଯୋଉ ଡିସିସନ ଗୁରା, ବ୍ୟାକଗ୍ରାଉଣ୍ଡ ଡିସିସନ ଗୁରା, ଏଗୁରା ଇଫେକ୍ଟ ପକାଏ। ବାସ୍ ଗୋଟେ ପ୍ଲେୟାର ମୁଣ୍ଡରେ ଯଦି ବିରାଟ କୋହଲି, ରୋହିତ ଶର୍ମା ଭଳିଆ ମାନେ ପ୍ଲେୟାରଙ୍କୁ ଯଦି କୁହାଯିବ ତାଙ୍କ ପରଫର୍ମାନ୍ସ ଡିପେଣ୍ଡ କରେ, ଭାଇ ଯୋଉ ପ୍ଲେୟାର କି ଯୋଉ ସିଲେକ୍ଟର କି ଯିଏ ବି କହୁଛି, ସେ ତା କ୍ୟାରିୟର ଦେଖିବା କଥା ଭାଇ। ମାନେ ତା ନିଜର, ମାନେ ତାଙ୍କର ନୁହଁ, ତା ନିଜର। ହଁ ଯେତିକି ସେଞ୍ଚୁରୀ ସେମାନେ କରିଛନ୍ତି, ଯେତିକି ମ୍ୟାଚ୍ ଜିତେଇଛନ୍ତି, ସେ ସେତିକି ମ୍ୟାଚ୍ ଖେଳିଛି ତ। ଆଁ? ଭାଇ ବିରାଟ କୋହଲି, କୋହଲିର ରୋହିତ ଶର୍ମାର ଯେତିକି ପରଫର୍ମାନ୍ସ ସେଞ୍ଚୁରୀ ଡିପେଣ୍ଡ ଅଛି। କରେ 11 ବର୍ଷ। ଗୋଟେ ଲୋକ 9ଟା T20 ୱାର୍ଲଡ କପ୍ ଖେଳିଛି, ୱାନ୍ ଡେ ୱାର୍ଲଡ କପ୍ 6ଟା ଅଲମୋଷ୍ଟ ଖେଳିଛି ବୋଧେ, 4ଟା ନା ସରି 6ଟା କହୁଛି, ଆମର କେତେଟା 11 11, 15, 19, 23 11, 15, 19, 23 ଚାରିଟା ଚାରିଟା। ଚାରିଟା ୱାର୍ଲଡ କପ୍ ଖେଳିଛି। ମାନେ ଆଉ ଗୋଟେ 9ଟା T20 ୱାର୍ଲଡ କପ୍ ଖେଳିଛି ଜଣେ, ଆଉ ଜଣେ 4ଟା ୱାର୍ଲଡ କପ୍ ଖେଳିଛି, चार्टा वर्ल्ड ୱାନ୍ कप। ଡେ ୱାର୍ଲଡ କପ୍। ୱାନ୍ ଡେ वन ୱାର୍ଲଡ डे କପ୍। वर्ल्ड कप। 6ଟା T20 ୱାର୍ଲଡ କପ୍, ତାଙ୍କୁ ସରି 7ଟା T20 ୱାର୍ଲଡ କପ୍, ତାଙ୍କୁ କୁହାଯିବ ତାଙ୍କ ପରଫର୍ମାନ୍ସ ଡିପେଣ୍ଡ କରେ। ଏଇଟା ପଲିଟିକ୍ସ ହିଁ ଚାଲିଛି, ମାନେ ଗୋଟେ ୱେରେ ପଲିଟିକ୍ସ।
ସେଇ ଟାଇମ ରେ ସେଇମାନେ ହିଁ ଭୁକୁଥିଲେ କି MS ଧୋନି ଇଏ କରିଦେଲା, MS ଧୋନି ଏମିତି କରିଦେଲା, MS ଧୋନି ସେମିତି କରିଦେଲା, ମୁଁ ଏମିତି କରିବିନି, ଇଣ୍ଡିଆ ଟିମକୁ ଏମିତି ଚଲେଇବି, ବାକି ଏବେ ଆସି ସବୁ ସମସ୍ତେ ହିଁ ସେମ୍ ଆଉ ମୁଁ ତ ସେଇ ସେମ୍ କଥା ବ୍ରେନ୍ କହିଲି ସେମ୍ ନା, ବଡି। ଯେ ଇଲେକ୍ସନ ପୂର୍ବରୁ ସବୁ ନେତା ଡିଙ୍ଗରା କାଟିଏ ଆମେ ଏଇଆ କରିଦବୁ, ଆମେ ସେଇଆ କରିଦବୁ। ଇଲେକ୍ସନ ୱାନ୍ ଜିତିଗଲେ, ସରକାରରେ ବସିଗଲେ, ଆଖିରେ ଅନ୍ଧ ପୁଟୁଳି ଭଳିଆ ବନ୍ଧା ହେଇଗଲା। ସେମ୍ ଠିକ ଅଛି, ବଟ୍ ଅଷ୍ଟ୍ରେଲିଆ ଟୁର ଟା ବି ମାନେ ଗୋଟେ କ୍ରୁସିଆଲ ହବ। ହଁ ଯୋଉମାନେ ବି କିଛି ଆଉ ନ୍ୟୁ ଫେସେସ୍ ଆସନ୍ତି, ଅର୍ଷଦୀପ ସିଂ ଠିକ ହେଲା, ଅଛି। ଯେମିତି ନୀତିଶ ରେଡ୍ଡି ହେଲା। ଦେବପ୍ରିୟ ତତେ ଆଉ ଗଦାକୁ ପଚାରୁଛି ଓକେ, କି ଅଷ୍ଟ୍ରେଲିଆ ଟୁର ପରେ ରୋହିତ ଶର୍ମା ବିରାଟ କୋହଲି କଣ୍ଟିନ୍ୟୁ କରିବେ କି କରିବେନି? ଦେବପ୍ରିୟ ତୋ ମତ। ନାଇଁ, ମୋ ମତରେ ତ କଣ୍ଟିନ୍ୟୁ ନିଶ୍ଚୟ କରିବା ଉଚିତ। ତ ଗଦା ତୋ ମତ? ଦେଖ ଗୋଟେ ଜିନିଷ ହଉଛି BCCI ତରଫରୁ ଯୋଉଟା ଆସିଛି କି ନାଇଁ ଆମେ ପରଫରମାନ୍ସ ତାଙ୍କର ମେଜର କରିବୁ। ମୁଁ ଖାଲି ଗୋଟେ ଜିନିଷ କହିବାକୁ ଚାହେଁ ଯେ ଯୋଉ ପ୍ଲେୟାର ତମକୁ ମାନେ ଯେତେବେଳେ ତମକୁ ଗୋଟେ କ୍ରିଟିକାଲ କଣ୍ଡିସନରେ ମ୍ୟାଚକୁ ନେଇକି ଜିତଉଛି, ଆଉ ଯିଏ କି ରୋହିତ ଶର୍ମା ଯେମିତି କି ମାନେ ତାଙ୍କର ଅଲରେଡି ଗୋଟେ ୱାର୍ଲଡ କପ ରେ 5ଟା ଲେଖା ସେଞ୍ଚୁରୀ ଅଛି, ତ ତମେ ତାଙ୍କୁ ନେଇକି କେମିତି ମେଜର କରିବା କହିବା କଣ ଦରକାର? ଆଉ ଆଉ ଗୋଟେ ନୋ ଆଉ ଡାଉଟ ଗୋଟେ ତମେ ଯେମିତି ପଚାରିଲ କି ନୋ ଡାଉଟ ଡେଫିନେଟଲି ସେ କଣ୍ଟିନ୍ୟୁ କରିବେ। ନା, ଆଉ ଗୋଟେ ଜିନିଷ ବି ଏଟା ଆମେ ମାଇଣ୍ଡରେ ରଖିବା ଉଚିତ। ମୁଁ ବାସ୍ ରିସେଣ୍ଟଲି ଏତିକି ଚାମ୍ପିୟନ୍ସ ମୁଁ ଟ୍ରଫିରେ, କହିବାକୁ ଚାହୁଁଛି। ହଁ ପ୍ରୀତିଶ ଟିକେ ରିସେଣ୍ଟଲି ଚାମ୍ପିୟନ୍ସ ଟ୍ରଫିରେ ଯୋଉ ଇଣ୍ଡିଆ ଚାମ୍ପିୟନ ହେଲା, ତାର ଯୋଉ ମେନ୍ ତାର ପ୍ଲେୟାର ଅଫ ସୂତ୍ରଧର ଦ ମ୍ୟାଚ ଯଦି କିଏ ଆମେ ଥିଲା କରିବା, ଫାଇନାଲରେ? କହୁଛି ତାର ଯଦି ଆମେ ମେନ୍ ସୂତ୍ରଧର କରିବା, ତ ରୋହିତ ଶର୍ମା ବିରାଟ କୋହଲି ହିଁ ଆସିବେ, ନୋ ଡାଉଟ। ନୋ ଡାଉଟ, ମୁଁ ତ ସେଇ କଥା ହିଁ କହିବାକୁ ଚାହୁଁଛି। କାହିଁକି ନା ମୁଁ କହିବାକୁ ୱାର୍ଲଡ ଚାହୁଁଛି କପ ରେ 2023 ଏମାନେ ୱାର୍ଲଡ କପ ରେ, ଏବେ ମାନେ ବିରାଟ କୋହଲି, ରୋହିତ ଶର୍ମା ମାନେ ବ୍ରାଣ୍ଡ ଭ୍ୟାଲୁ ତାଙ୍କର ଏଇ ଲେବୁଲରେ, ମାନେ ହାଇ ଲେବୁଲର ହାଇ ବ୍ରାଣ୍ଡ ଭ୍ୟାଲୁ ଲେବୁଲ, ହଁ ଏମାନଙ୍କର, ଆଉ ହାଇ ଲେବୁଲର ପ୍ଲେୟାର ମଧ୍ୟ। ମୁଁ ତ ଏମିତି ଭାବୁଛି ସେଲ୍ଫ ରେସ୍ପେକ୍ଟ ପାଇଁ ହିଁ ସେ ଟେଷ୍ଟ ଛାଡିଛନ୍ତି। ଆଉ ଯଦି ପୁଣି ସେଲ୍ଫ ରେସ୍ପେକ୍ଟ କଥା ଆସିଲା, ସେ ୱାନ୍ ଡେ ୱାର୍ଲଡ କପ୍ ବି ଛାଡିଦେବେ ଛାଡ଼ିଦେବେ, ହଁ। ହେଲା। ତ ମୁଁ ଏଇଟା କେବେ ବି ଚାହୁଁନି, ମୁଁ ଜେନ୍ୟୁନଲି ଚାହୁଁଛି ଆଉ କିଛି ନ ହଉ, ୱାନ୍ ଡେ ୱାର୍ଲଡ କପ୍ ଏମାନେ ଖେଳନ୍ତୁ, ଲାଷ୍ଟ 27 ୱାର୍ଲଡ କପ୍ ଦେନ୍ ତାଙ୍କ ଡିସିଜନ ଉପରେ। ତ ଏମିତି କରିବେ, ଏତେ ବର୍ଷ ଯୋଉମାନେ ଇଣ୍ଡିଆ ଟିମକୁ ଦେଲେଣି, ତ ସେମାନଙ୍କ ପାଇଁ ବି ଗୋଟେ ବର୍ଷ ଦବାକୁ ଇଣ୍ଡିଆର ବି ମାନେ ବନୁଛି, ଯୋଉଟା କି ହଁ ହଁ ଠିକ। ଏମିତି ନୁହଁ କି ଗୋଟେ ବର୍ଷ ଦବା ପାଇଁ, କି ଏମିତି ନୁହଁ କି କିଛି ଖେଳି ପାରୁନାହାନ୍ତି ଏମିତି ଆସି ବସୁଛନ୍ତି ହୁଇଲ ଚେୟାର ରେ, ଆଉ ସେମାନଙ୍କୁ ଗୋଟେ ବର୍ଷ ଦିଅ। ଫିଟନେସ ପ୍ଲେୟାର ଦି ଜଣ ଯାକ, ଫିଟ୍ ପ୍ଲେୟାର ଦି ଜଣ ଯାକ, ନାଇଁ ପରଫମାନ୍ସ ଦଉଛନ୍ତି ଦି ଜଣ ଯାକ। ଠିକ ଅଛି। ଦାନ୍ୟରେ ନୁହଁ, ମୁଁ ଗୋଟେ ହକରେ କଥା ତାଙ୍କର କହୁଛି, ଅଧିକାର ଅଛି ତା ଦେହରେ। ସେ ଅଧିକାର ଛଡେଇବା କଥା ନୁହଁ, ସେ କେବେ ବି ଛଡେଇବା କଥା ନୁହଁ, କୌଣସି ୱେରେ ବି ଛଡେଇବା କଥା ନୁହଁ। ସେଲ୍ଫ ରେସ୍ପେକ୍ଟ କୁ ଆସିଲେ ଦି ଜଣ ଅବଭିୟସଲି ପଳେଇବେ, ଦି ଜଣ ଛାଡି ହିଁ ପଳେଇବେ, ନୋ ଡାଉଟ। ତ ମୋର ତ ଇଣ୍ଟରନାଲ ଇଚ୍ଛା କି ମାନେ ଖେଳନ୍ତୁ 27 ଯାଏଁ, କିନ୍ତୁ ବହୁତ ତୋର ଡିପେଣ୍ଡ ନୁହଁ କରେ ଆମର ବି ଅଷ୍ଟ୍ରେଲିଆ ଟୁର ପରର ଡିସିସନ। ହଁ। ଅଷ୍ଟ୍ରେଲିଆ ଟୁର ପରର ଡିସିସନରେ କନଫର୍ମ ହେଇପାରିବ କି ଆଗକୁ ଖେଳିବେ। ଯଦି ଅଷ୍ଟ୍ରେଲିଆ ଟୁର ପରେ କଣ୍ଟିନ୍ୟୁ କରନ୍ତି, ତାହେଲେ ଦେନ୍ ଏଇଟା ଫାଇନାଲ କି ସେ ୱାର୍ଲଡ କପ୍ କଣ୍ଟିନ୍ୟୁ କରିବେ। କଣ୍ଟିନ୍ୟୁ କର। ଯଦି ଅଷ୍ଟ୍ରେଲିଆ ଟୁର ପରେ ମାନେ ଅଷ୍ଟ୍ରେଲିଆ ଟୁର ପରେ ରିଟାୟାର ନେଇଗଲେ, ତ ଇଣ୍ଟରନ୍ୟାସନାଲ କ୍ରିକେଟ ରିଟାୟାର୍ଡ ବିରାଟ କୋହଲି ରୋକୋ ଫିନିଶ ଫ୍ରମ ଇଣ୍ଟରନ୍ୟାସନାଲ କ୍ରିକେଟ। ନା ଓକେ, ତ ମତେ ଲାଗୁନି। ଲାଷ୍ଟ ମୋର ଓକେ, ତ ଏଇ ଭିଡିଓର ଲାଷ୍ଟ ମୁଁ ଗୋଟେ ମୋର ମତ ଗୋଟେ ରହିବ କି ଗୋଟେ ଗୋଟେ ଜିନିଷ ଦେବ, ଟିକେ ରହିବା, ହଁ ଟିକେ ରହିଯା। ତ ବର୍ତ୍ତମାନ ଆମର ଇଣ୍ଡିଆନ ଟିମ୍ ମାନେ 3ଟା ଯାକ ଫର୍ମାଟରେ ଅଲମୋଷ୍ଟ 100% ରେଜଲ୍ଟ ଆଣୁଛି। ତ ୟେସ୍ ୟେସ୍ କମ୍ପାରିଜନ କର, ଦେଖ କମ୍ପାରିଜନ କର, ଯେମିତି ୱେଷ୍ଟଇଣ୍ଡିଜ ଗୋଟେ ଏରିଆରେ ଭଲ ଥିଲା, ତାଙ୍କର ଟିମ୍ ବର୍ତ୍ତମାନ ଗୋଟେ କେମିତି ବହୁତ ଅଛି? ଡାଉନଫଲ ହେଇଯାଇଛି। ଶ୍ରୀଲଙ୍କା ଟିମ୍ ବି ସେମିତି ଏବେ ହଁ ବି ଡାଉନଫଲ ରେ ଚାଲିଛି। ତ ଆଉ ଗୋଟେ ଜିନିଷ ହଉଛି କଣ, ଇଣ୍ଡିଆରେ ଆମର ମାନେ ଟ୍ୟାଲେଣ୍ଟ ବହୁତ ମାନେ ପଳେଇ ଆସୁଛନ୍ତି, ତ ସେଥିପାଇଁ ଆମେ ଅଲ୍ଟରନେଟିଭ ଖୋଜୁଛେ। ଅଲ୍ଟରନେଟିଭ କାହା ପାଇଁ ଥ୍ୟାଙ୍କସ ଟୁ ଖୋଜୁଛେ? ଆଇପିଏଲ, ସେଥିପାଇଁ ଥ୍ୟାଙ୍କସ ଟୁ ଆଇପିଏଲ। ସେ ତମକୁ କହୁଛି, ଯଦି ତମ ପାଖରେ ଯଦି ପ୍ଲେୟାର ନଥାନ୍ତା, ତମେ କଣ କରିଥାନ୍ତ? ଆଉ କାହାକୁ ତମେ ଡ୍ରପ୍ କରିବାକୁ ଚାହୁଁଛ, ଯୋଉମାନେ କି ଏତେ ବର୍ଷ ହେଲାଣି ତମ ପାଇଁ ମାନେ ଗୋଟେ କନସିଷ୍ଟେନ୍ସି ପରଫରମାନ୍ସ କରିଛନ୍ତି, କରୁଛନ୍ତି। ମାନେ ଆଜ ଏ କ୍ୟାପ୍ଟେନ ହଉ, ଆଜ ଏ ପ୍ଲେୟାର ହଉ, ପ୍ଲେୟାର ଯାହାବି ହଉ। ଥିବ ସେ ତ ପରର କଥା। ବାକି ପ୍ଲେୟାର ନଥିବା ଯାଏଁ ଅପସନ କାହିଁ ହଉଛି? ଏମାନେ କଣ ପରଫମାନ୍ସ ଖରାପ ଅଛି ନା କଣ ଡ୍ରପ୍ କରିବା କଥା ଭାବିବା ଆମେ? ପରଫମାନ୍ସ ତ ପୁରା ପରଫେକ୍ଟ ଅଛି। ନା ନାଇଁ, ଆଉ ତାପରେ ଗୋଟେ ଆଉ କଥା, ଗୋଟେ ଜିନିଷ ହଉଛି, ଶୁଣ, ଇଣ୍ଡିଆରେ ପରଫମାନ୍ସ ବାଇ ଆଖି ପରଫମାନ୍ସ ବନ୍ଦ କେତେବେଳେ ଆସେ? କରିକି ଯାହାକୁ ପଚାରିବ, ଇଣ୍ଡିଆରେ ଆଖି ବନ୍ଦ କରିକି ଯାହାକୁ ପଚାରିବ କି ତମେ ପ୍ଲେଇଙ୍ଗ ଇଲେଭେନରେ ବିରାଟ କୋହଲି, ରୋହିତ ଶର୍ମାଙ୍କୁ ଦେଖିବାକୁ ଚାହୁଁଛ କି ଖେଳିବାକୁ ଚାହୁଁଛ, ତମ ମତରେ କଣ? ଏଇ ଦି ଚାରିଟା ସେ ଯୋଉ ନୋଲା ସିଲେକ୍ଟର ଆଉ ଏଇ ଯୋଉ ଏମିତି ୱାର୍ଡ କହିବାକୁ ଚାହୁଁଛି ମୁଁ ଏଥିଲାଗି,
କି ସେଇ ସିଲେକ୍ଟର ଆଉ ଏମାନଙ୍କୁ ଛାଡିକି ସମସ୍ତେ 100 ରୁ 98 ଜଣ କହିବେ କି ନାଇଁ ହଁ ଖେଳିବା ଦରକାର। ସେଇ ଖେଳିବା ଦି ଦରକାର। ଜଣ ଯୋଉ ସିଲେକ୍ଟର କୁ ଇନକ୍ଲୁଡ କରିକି ଏଇ ଯୋଉ କୋଚ ଗୋଟେ ବସିଛି ଏମାନଙ୍କର ମେ ବି ଆଇଡିଆ ଚେଞ୍ଜ ହେଇପାରେ, କିନ୍ତୁ 98 ଜଣ କହିବେ କି ସେମାନେ ଖେଳିବା ଦରକାର। ଦରକାର ହେଲା, ହଁ। ମୁଁ ତ ନିଜେ ତାପରେ ବି କହୁଛି ଶୁଣ ଆଉ ଗୋଟେ ଜିନିଷ ହଉଛି କଣ, ଲାଇକ୍ ଟୁ ଲାଇକ୍ ପ୍ଲେୟାର ବି ଦରକାର। ଲାଇକ୍ ଟୁ ଲାଇକ୍ ହଁ ପ୍ଲେୟାର ଇନ ଦ ସେନ୍ସ ଯୋଉମାନେ ସିଚୁଏସନ କୁ ହ୍ୟାଣ୍ଡେଲ କରିପାରୁଥିବେ। କରିପାରୁଥିବି, ନୋ ତ ଡାଉଟ। ଆମେ ଏବେ ତ ବିରାଟ ସେମିତି କୋହଲି ମିଳିନି। ସୁମନ ଗିଲ କୁ କହୁଛନ୍ତି ପ୍ରିନ୍ସ କିଙ୍ଗ ହେଇଯିବ। ଭାଇ କହିବା କରିବା ଭିତରେ ବହୁତ ଡିଫରେନ୍ସ। ବହୁତ କିଙ୍ଗ ଡିଫରେଣ୍ଟ ବି ହଁ। ଦିନେ କହୁଥିଲେ ଗଡ ହେଇଯିବ ବୋଲି, କିଙ୍ଗ କୁ ବି ଦିନେ କହୁଥିଲେ ଗଡ ହେଇଯିବ ବୋଲି। ଆଜି ଗଡ ଠାରୁ 20 ସେଞ୍ଚୁରୀ ଡିଫରେନ୍ସ ରେ ତା ମାନେ କ୍ୟାରିୟର ଏଣ୍ଡ ହବାକୁ ଯାଉଛି। ହଁ ବା ତ କହିବା କରିବା ଭିତରେ ବହୁତ ଡିଫରେନ୍ସ। ଆଉ ଏବେକା ଟାଇମ ର ଗଡ ତ ମାନେ ଆମ ଟାଇମ ର ଗଡ ତ ଅବଭିୟସଲି ଇଏ ହଁ 80 ସେଞ୍ଚୁରୀ। ଭାଇ 80 ସେଞ୍ଚୁରୀ ପାଖରେ କେହି ନାହାନ୍ତି। କେହି ନାହାନ୍ତି ହଁ। ତେନ୍ଦୁଲକର ତ ବହୁତ ବର୍ଷ ଖେଳିଛି, ବହୁତ ଇଏରେ ରିକି ପଣ୍ଟିଂ ମାନେ ଟ୍ରାଏ କରି କରି ହାରିଗଲା। ହଁ ରିକି ସେ ତ ପଣ୍ଟିଂ ଭଳିଆ 80 ପ୍ଲେୟର। ସେଞ୍ଚୁରୀ ଭାଇ ତା ପାଖରେ କେହି ନାହାନ୍ତି। ଏବେ ମାନେ ଇନ ଦ ସେନ୍ସ ମାନେ କଣ କହିଲେ ଗୋଟେ ଅକ୍ୱାର୍ଡ ଏରାରେ ନା ବୋଲର ର ନା ବ୍ୟାଟ୍ସମ୍ୟାନ ଏରାରେ ଗୋଟେ ପ୍ଲେୟାର 80 ସେଞ୍ଚୁରୀ କରିଛି ସ୍କୋର। ହଁ ହଁ। ନୋ ଡାଉଟ ତାକୁ ତ କ୍ରେଡିଟ ଦବାକୁ ହିଁ ପଡିବ। ଆଉ ଗୋଟେ ଆଉ କଥା ଆମକୁ ଓଭରାଲି ଆମେ ଦେଖିବା, ଭିଡିଓ ଟା ହଁ ହଁ ପ୍ରୀତିଶ ଟିକେ ରହିଯା। ଆଉ ଗୋଟେ କଥା ଆମକୁ ଦେଖିବାକୁ ପଡିବ, ରିସେଣ୍ଟ ଏଜ ରେ ମାନେ ରିସେଣ୍ଟ ଡେଜ ରେ ଆମେ ଯୋଉ ୱାନ ଡେ ଫର୍ମାଟ ଖେଳୁଛେ, ୱାନ ଡେ ଫର୍ମାଟ ର ମେନ୍ ମୋଟୋ ମାନେ ମେନ୍ ମାଇଣ୍ଡ ସେଟ ହଉଛି ଆଟାକିଂ ମାଇଣ୍ଡ ସେଟ, ଯୋଉଟା କି ରୋହିତ ଶର୍ମା ଇନକ୍ଲୁଡ କଲା। 2022 T20 ୱାର୍ଲଡ କପ ରେ ଯୋଉ ଆମେ ସେମିଫାଇନାଲ ରେ ହାରିଗଲେ ଇଂଲଣ୍ଡ ଠୁ 10 ୱିକେଟ ରେ, ତାପରେ ରୋହିତ ଶର୍ମାର ଯୋଉ ଗୋଟେ ଚେଞ୍ଜେସ ଆସିଲା, ମାନେ ମାଇଣ୍ଡ ସେଟ ର ଚେଞ୍ଜେସ ଆସିଲା କି ଭାଇ ମୁଁ ଓପନର, ମୁଁ କ୍ୟାପ୍ଟେନ, ମାନେ ମୁଁ ଜିମ୍ମେଦାରି ନେବି, ଆଉ ମୁଁ ମାନେ ହାର୍ଡ ଷ୍ଟ୍ରାଇକ ରେଟରେ ଖେଳିବି, ଆଉ ମୁଁ ଏଟା ଟିମ୍ କୁ ଗୋଟେ ସନ୍ଦେଶ ଦେବି, ମାନେ ମୁଁ ଗୋଟେ ଡିକ୍ଲେୟାର କରିବି ଯେ ଭାଇ ତମେ ସମସ୍ତେ ଏମିତି ଖେଳ। ଯଦି କ୍ୟାପ୍ଟେନ ଫ୍ରଣ୍ଟ ଫୁଟ ଦେବପ୍ରିୟ ରେ ଖେଳୁଛି ନା। ଦେବପ୍ରିୟ କଥା ଏତିକି ମୁଁ କହୁଛି ତତେ, କଥା ତତେ ବି କହୁଛି ହଁ 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 କି ୱାନ ଡେ ଫର୍ମାଟ ରେ ବିରାଟ କୋହଲି ଠାରୁ ବେଷ୍ଟ ପ୍ଲେୟାର ନାହାନ୍ତି। ବାସ୍ ନାହାନ୍ତି ବାସ୍। କିଛି କଥା ନାହିଁ। ଆଉ ରୋହିତ ଆଉ ଶର୍ମା ତ ୱାନ ଠିକ, ଡେ ରୋହିତ ଶର୍ମା ନା ତ ନାଇଁ ଠିକ ଅଛି, ସେ ହିଟର। ହଁ ଆଉ ରୋହିତ ଶର୍ମା ମାନେ ଇଣ୍ଟେଲିଜେନ୍ସ ଆଣେ, ଆୱାର ଅଫ ସିଚୁଏସନ ଆୱାର ମାନେ ଆୱାରନେସ ଅଛି ତା ପାଖରେ, ବାସ୍ ହଁ ସବୁ ଅଛି। ରୋହିତ ଶର୍ମା ବି ବେଷ୍ଟ ପ୍ଲେୟାର ୱାନ ଡେ ର 264 ବେଷ୍ଟ ଭାଇ, ନୋ ହିଟର ଡାଉଟ, କିଏ ଭାଇ। ମାନିଛି ଭାଇ ୱାନ ଡେ ବାସ୍ ରେ। ସେଇଆ ବାସ୍ ତ ଏଇ ଦି ଜଣ ଠାରୁ, ଆଉ ଖାସ କରି ବିରାଟ କୋହଲି ଠାରୁ ବେଷ୍ଟ ପ୍ଲେୟାର ନାହିଁ ନାହିଁ ୱାନ ଡେ ନାହାନ୍ତି ନାହାନ୍ତି, ଏବେକା ଟାଇମ ରେ ବି ନାହାନ୍ତି। ଚେଜିଂ ତ ମାଷ୍ଟର। ଭାଇ। ଦିନ ଥିଲା ଏଣ୍ଡ ଫାପ ଆମ ଫୋର ଥିଲା, ଦିନ ଥିଲା ଫାପ ସେ ଫୋର ଥିଲା, ଏଣ୍ଡ ଆମ ଏବେ ଟପିକ ଓନ୍ଲି ର ହଁ ଟପିକ ଏଣ୍ଡ ଆମେ ଏଥି ସହିତ ଯିବା କି ବିରାଟ କୋହଲି ରୋହିତ ଶର୍ମାକୁ ଆମେ ଆମ ତରଫରୁ କି ଖେଳେଇବା। ମାନେ ଖେଳିବ ହିଁ ଖେଳିବ ଅବଭିୟସଲି ଆମ ତରଫରୁ yes। ତ ମୁଁ ଏତିକି କହିବାକୁ ଚାହୁଁଛି ଆମ ଦର୍ଶକ ବନ୍ଧୁ ମାନଙ୍କୁ, ଯଦି ଆପଣ ମାନେ ମାନେ ବିରାଟ କୋହଲି ଆଉ ରୋହିତ ଶର୍ମାକୁ ଦେଖିବାକୁ ଚାହୁଁଛନ୍ତି ତ ଆମ କମେଣ୍ଟରେ ଟିକେ ଏସ୍ ଟାଇପ କରିଦିଅନ୍ତୁ, କୋଉ କୋଉ ମାନେ ଚାହୁଁଛନ୍ତି। ଅବଭିୟସଲି 100 ରୁ 100 ଜଣ ହିଁ ଭୋଟ କରିବେ, ତ ଆମେ ବି ଟିକେ ଦେଖିବାକୁ ଚାହୁଁଛୁ କୋଉ କୋଉ ମାନେ ଆପଣ ମାନଙ୍କ ଚାହୁଁଛନ୍ତି। ମତାମତ ବି ତ ଦିଅନ୍ତୁ। ହଁ ଆପଣଙ୍କ ମତାମତ ବି ଆମେ ଟିକେ ଦିଅନ୍ତୁ। ଦରକାର। ଆମ ଆମେ ଜାଣିବୁ କି ଆମ ସହିତ ବି ଆମ ଅଡିଏନ୍ସ ମାନେ ଆଉ ଆମର ଆଗ୍ରି ଦର୍ଶକ ଅଛନ୍ତି ବନ୍ଧୁ ନା ମାନେ ନାଇଁ ଏକତା ହଁ ମାନେ ଏଗ୍ରି ସହମତ ହଁ ଅଛନ୍ତି। ହଁ ହଁ ତ ଆମର ଏଇ ଯୋଉ କଥାଟା ହଉଛି, ଆମର କିଛି ନୁଚା ଛପା କି ପଲିଟିକ୍ସ ଏ ସବୁରୁ ବାସ୍ ଦୂରେଇକି ଆମେ ସମସ୍ତେ ଛୋଟ ଛୋଟ ଫ୍ୟାମିଲି ବିଲଙ୍ଗସ କରୁ। କିଛି ପଲିଟିକ୍ସ ବଗେରା ସବୁଠାରୁ ଦୂରେଇକି ଆମ ଏ ଟପିକ, କେହି କାହା ମାନେ କୌଣସି କାହାକୁ ପ୍ରିପେୟାର କରି ନୁହଁ କି କିଛି ନୁହଁ। ତ ଯାହାବି ଏବେ ନ୍ୟାଚୁରାଲ ଚାଲିଛି ସେୟା ହିଁ ଡିସକସ ହଉଛି। ତ ଆପଣ ମାନଙ୍କ ଭୋଟ, ଆପଣ ମାନଙ୍କ ମତାମତ ବି ଆମକୁ ଟିକେ ନିହାତି ଦରକାର। ତ ବାସ୍ ଆମେ ବି ଚାହୁଁଛୁ ବିରାଟ କୋହଲି ରୋହିତ ଶର୍ମା ଖେଳିବାକୁ ଚାହୁଁଛନ୍ତି, ଆମେ ଚାହୁଁଛୁ ଆଗକୁ 2027 ୱାର୍ଲଡ କପ୍ ଯାଏ। ତ ଆପଣ ମାନଙ୍କର ଯଦି ଖେଳନ୍ତୁ। ହଁ, ତାହେଲେ ଏସ୍ଟି କମେଣ୍ଟ ବକ୍ସରେ ଲେଖ। ଓକେ, ତ ଦେବପ୍ରିୟ ଆଜି ଭିଡିଓ ବହୁତ ଲମ୍ବା ହେଇଗଲାଣି, ଟପିକ ଟା ବହୁତ ଲମ୍ବା ବଡ ହେଇଗଲା। ଯେହେତୁ ଲମ୍ବା ହେଇଗଲାଣି। ଭାଇ ଟପିକ ତ ଟା ସେଇଭଳିଆ ହଟ୍ ଟପିକ। ହଟ୍ ଟପିକ ଥିଲା। ହଁ, ତ ଏବେ ବହୁତ ଯଦି ଲମ୍ବା ଆମେ ହେଇଗଲାଣି, ଆଉ ଡିସକସନ ଭିଡିଓ କରିବା ଲମ୍ବା ଆହୁରି କରିବାନି। ଲମ୍ବା ହେଇଯିବ। କାରଣ ଆମେ ଲମ୍ବା ହଁ କରିବାନି। ସରିବନି, ମୋ ପାଖରେ ହଁ ବହୁତ ଅଛି କହିବା ଲାଗି, ତ ମୁଁ କହିବାକୁ ହଁ ଚାହୁଁନି। ହଁ ନେକ୍ସଟ ଆଉ ଗୋଟେ ଭିଡିଓ ମାନେ ଯୋଉଟା ବନେଇବା ମ୍ୟାଚ ଡେ ରେ, ଆମେ ତ ଆଜି ମ୍ୟାଚ ଡେ -1 ରେ ଅଛେ। ମ୍ୟାଚ ଡେ ରେ ଯୋଉ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ରେ କାଷ୍ଟ ଡେ ପରେ ଯାହା ବି କଣ୍ଟିନ୍ୟୁ କରିବା, ବନେଇନି ସେକେଣ୍ଡ ଟେଷ୍ଟ ରେ କଣ୍ଟିନ୍ୟୁ ରଖିବା, ସେଇଟା କରିବା ମୁଁ ଭାବୁଛି। ହଁ ତମ ମାନଙ୍କର ସହଯୋଗ ମତେ ଦରକାର। ତ ମ୍ୟାଚ ଡେ ରେ ଯୋଉ ଭିଡିଓ ଟା ବନେଇବା, ତା ଦେହରେ ଆଉ ଟିକେ ଡିସକସନ କରିବା। ଏଇ ଟପିକ ତ ଏବେ ଡିସକସନ ଚାଲିବ ହିଁ ଚାଲିବ, କଣ୍ଟିନ୍ୟୁ ଚାଲି ସବୁ ହଁ ଟପିକରେ ଟପିକ ଟା ଚାଲିବ। ଚାଲିବ ହଁ ତ ଆଜି ପାଇଁ ଭିଡିଓ ଟା ଏଣ୍ଡ କରିଦେବା, ଏତିକି ରଖିବା। ଆମ ଦର୍ଶକ ଏତିକି ବନ୍ଧୁ ରଖିବା। ମାନଙ୍କୁ ଯଦି ଆମ ଭିଡିଓ ଟା ଭଲ ଲାଗିଥିବ,
ତ ଦେବପ୍ରିୟ ତମ ମତରେ ତମେ ସରି ତମ କଣ ସେଟା କଣ୍ଠରେ ତମେ କହିଦିଅ ଆମ ଦର୍ଶକ ବନ୍ଧୁ ମାନଙ୍କୁ ତ ଓକେ ତ ଆଜ ୟୁଜୁଆଲ ଆପଣ ମାନେ ଭିଡିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଆଉ ସରି ସରି ଆପଣ ସରି ମାନଙ୍କ ସରି ସରି ଦେବ ଆଉ ଆପଣ ମାନଙ୍କ ମତାମତ ଆମ କମେଣ୍ଟ ବକ୍ସରେ ଦବାକୁ ଟୋଟାଲି ଭୁଲିବେନି। ଆଉ ଘଣ୍ଟି ବଟନ ଟାକୁ ତମକିନା ବଜେଇଦେବେ, ଯେମିତି କି ଆମ ଭିଡିଓ ଅପଲୋଡ ହଉ ହଉ ଆପଣ ମାନଙ୍କୁ ନୋଟିଫିକେସନ ମିଳିଯିବ। ଆଉ ଆମେ ଏବେଠୁ ଟ୍ରାଏ କରିବା, ଯେହେତୁ ଆମର ପର୍ସନାଲ ଲାଇଫ ରେ କିଛି ପ୍ରୋବ୍ଲେମ ଚାଲିଥିଲା, କାମ ରିଲେଟେଡ ହେଇଗଲା କି ଆମର ଯାହାବି, ତାକୁ ଆମେ ଟିକେ ସାଇଡ କରିକି ରେଗୁଲାରଲି ଭିଡିଓ ଆଣିବା ପାଇଁ ଆମେ ବହୁତ ଟ୍ରାଏ କରୁଛୁ। ଯାହାବି ଚେଷ୍ଟା ହେଇପାରେ ଚେଷ୍ଟା 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 ଚାଲିଛି। କରିବା କି ବାଡେ ଆଭଏଡ କରିବା, ବାହାରେ ରାତିରେ ଆଭଏଡ କରିବା। ସକାଳୁ ଜିମ୍ ଯିବୁ, ସେଥିଲାଗି 10ଟାରେ ଶୋଇବା ଟିକେ ଆଭଏଡ କରିକି, ଯଦି ନ ହଉଛି 10ଟାରୁ ଟିକେ ଘଣ୍ଟେ ଟାଇମ ଦବା। ଏଗୁଡା ସବୁ ଆଭଏଡ କଲେ ଆମେ ଆଗକୁ ଯାଇପାରିବା। ତ ଉଁ, ଯିଏ ଓକେ ବୁଝିବା ଲୋକ ଯାହା ବୁଝିସାରିଥିବେ। ଓକେ ତ ଭିଡିଓଟା ଓକେ ଠିକ ଅଛି, ମୁଁ ତ ଭାବୁଛି ଆଜିର ଏଥିସହିତ ଭିଡିଓଟିକୁ ହଁ ଏଇଠି ରଖିବା। ରଖିବା। ହଉ ଆମେ ଆମେ ଆମର ଆପଣ ମାନଙ୍କୁ ବିଦାୟ ଏବେ ଆପଣ ମାନଙ୍କୁ ଆମେ ବିଦାୟ ନେବାକୁ ଯାଉଛୁ। ଆଉ ଆମର ଭିଡିଓଟି ଯଦି ଆପଣଙ୍କୁ ସତରେ ଆପଣଙ୍କ ହୃଦୟ କି କିଡନୀ କି ଫୁସଫୁସ ଯୋଉଠି ବି ଟଚ୍ କରୁଥିବ, କମେଣ୍ଟ ମାଧ୍ୟମରେ ଟିକେ ଜଣେଇଦେବେ। ଆଉ ଆମକୁ ସାହାଯ୍ୟ କରନ୍ତୁ, ଆଉ ମାନେ ଆଗକୁ ବଢିବାରେ, ଭିଡିଓ ଗ୍ରୋ ରୋହିତ ଆଉ ବିରାଟ କରିବାରେ, ପାଇଁ ଚ୍ୟାନେଲ କମେଣ୍ଟ ଗ୍ରୋ କରିବାକୁ କରିବାରେ। ଭୁଲିବେନି। ଜମା ହିଁ ଭୁଲିବେନି ବିରାଟ ଜମା କୋହଲି ଜମା ଆଉ ରୋହିତ ଶର୍ମା ପାଇଁ। ତ ଏଥି ସହିତ ଆମେ ଭିଡିଓଟିକୁ ଏଇଠି ରଖୁଛୁ। ଜୟ ଜୟ ଜଗନ୍ନାଥ। ଜଗନ୍ନାଥ। ଜୟ ଜଗନ୍ନାଥ।